ପିୟୁଷ ହଉଛି ମୋ ହାତ ତିଆରି ପିଲାଟିଏ। ଯେତେବେଳେ ସେ କଳାକାର ମାଡ଼ ଖାଇଲେ ତାପରେ ଆପଣଙ୍କୁ କଲ୍ ଆସିଛି କି ଆମକୁ କେମିତି ଦର୍ଶକ ମାଡ଼ ମାରିଛନ୍ତି, କଣ କରିବା, ନାଟକ କେମିତି ପରିବର୍ତ୍ତନ କରିବା? ପ୍ରକୃତରେ ଆମ ଭିତରେ ଆମେ ଖାଲି କହୁଛେ ହିନ୍ଦୁ ନା ଆମ ଭିତରେ ସେ ହିନ୍ଦୁତ୍ୱଟା ଅଛି। ଏବଂ ସ୍ୱର୍ଣ୍ଣମଲ୍ଲୀ ଆପଣଙ୍କୁ ମଧ୍ୟ ଗୋଟେ ବିବାଦୀୟ ନାଟକ ଥିଲା। ବିବାଦୀୟ ନୁହେଁ, ତାକୁ ବିବାଦୀୟ କରିଦିଆଗଲା। ନମସ୍କାର ଦର୍ଶକ ବନ୍ଧୁ, ଆରମ୍ଭ ହୋଇଛି ନୂଆ ଯାତ୍ରା ଋତୁ ଏବଂ ଓଡ଼ିଶାର ସମସ୍ତ ଯାତ୍ରା ଅନୁଷ୍ଠାନ ଏବେ ବେଶ ତତ୍ପର, କିଏ ନିଜର କଳାକାରଙ୍କୁ ନେଇ ତ କିଏ ନିଜର ନାଟକକୁ ନେଇ। ଏବଂ ଯେଉଁ ସବୁ ନାଟକ ପ୍ରସ୍ତୁତ ହୁଏ ସେ ନାଟକକୁ ଯିଏ ଜୀବନ୍ତ ରୂପ ଦିଅନ୍ତି ଜଣେ ନିର୍ଦ୍ଦେଶକ। ବର୍ତ୍ତମାନ ଆମ ପାଖରେ ଅତିଥି ରୂପରେ ଅଛନ୍ତି ଓଡ଼ିଶା ଯାତ୍ରା ଜଗତର ଜଣେ ସୁନାମଧନ୍ୟ ଲେଖକ ଏବଂ ନିର୍ଦ୍ଦେଶକ ଏବଂ ଓଡ଼ିଶା ମାଷ୍ଟର ଆସୋସିଏସନର ଯିଏ ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୁରୁପ୍ରସାଦ ମିଶ୍ର। ସାର୍ ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। କେମିତି ଅଛନ୍ତି? ଭଲ ଅଛି। ରୁଦ୍ରାଣୀ କି ଧନ୍ୟବାଦ ଦେବି ଆପଣ ମାନେ ମୋ ପାଖକୁ ଆସିଥିବାରୁ ଏବଂ ରୁଦ୍ରାଣୀ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସାରା ଓଡ଼ିଶାର ଯାତ୍ରା ପ୍ରେମୀ ଦର୍ଶକ ମାନଙ୍କୁ ନିଶ୍ଚିତ ଭାବରେ ସ୍ୱାଗତ କରିବି। 2025-26 ବର୍ଷରେ ଆମ ଯାତ୍ରା ଅନୁଷ୍ଠାନ ଗୁଡ଼ିକରେ ବହୁତ ଭଲ ଭଲ ନାଟକ ଅଛି, ଆପଣମାନେ ନିଶ୍ଚିତ ଆସିବେ। ସାର୍ ନିହାତି ଭାବରେ, କିନ୍ତୁ ବର୍ତ୍ତମାନ ତ ନୂଆ ସିଜନ ଷ୍ଟାର୍ଟ ହେଇଯାଇଛି, ଅନେକ ଗୁଡ଼ିଏ ଯାତ୍ରା ଅନୁଷ୍ଠାନରେ ଆଖଡ଼ା ମଧ୍ୟ ଚାଲିଲାଣି, ତ ଆପଣଙ୍କର ଚଳିତ ବର୍ଷ କେତେ ଗୋଟି ନାଟକ ରହୁଛି? ଚଳିତ ବର୍ଷ ମୋର 3 ଗୋଟି ନାଟକ ବର୍ତ୍ତମାନ ସୁଦ୍ଧା ଅଛି। ପ୍ରଥମ ନାଟକଟି ହଉଛି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟରେ ରାଜଧାନୀର ରାଜା ଆଚାର୍ଯ୍ୟ, ଯାହାର କାହାଣୀ ଆଉ ନିର୍ଦ୍ଦେଶନା ଦାୟିତ୍ୱରେ ମୁଁ ଅଛି। ଆଉ ସଂଳାପ ଲେଖିଛନ୍ତି ଜଣେ ନୂଆ ପ୍ରତିଭା ହିମାଂଶୁ ଜେନା, ଗୀତରେ ଅଛନ୍ତି ଅରୁଣମନ୍ତ୍ରୀ ସାର୍ ଏବଂ ସଙ୍ଗୀତରେ ବୈଦ୍ୟନାଥ ଏବଂ ନୃତ୍ୟରେ ଅଛନ୍ତି ବାପି ଏବଂ ମୋର ସହଯୋଗୀ ଅଛନ୍ତି ଚିରଞ୍ଜୀବୀ ରାଉତ। ସୁନ୍ଦର ନାଟକଟି ହବ ବୋଲି ଆଶା ରଖିଛି। ପ୍ରଯୋଜକ ସମ୍ମାନୀୟ ସଞ୍ଜୟ କୁମାର ସାହୁ ଏବଂ ପରିଚାଳକ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନ ମଧ୍ୟ ମତେ ଏହି ସୁଯୋଗ ଦେଇଥିବାରୁ ନିଶ୍ଚିତ ଭାବରେ ତାଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିବି। ଏବଂ ଦ୍ୱିତୀୟ ନାଟକଟି ମୋର ରହିଛି ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ, ଯାହାର ପ୍ରଯୋଜକ ଅଛନ୍ତି ସମ୍ମାନୀୟ ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ, ପାକୁ ବାବୁ ବୋଲି ଯାହାଙ୍କୁ ଆମେ ଅତି ଶ୍ରଦ୍ଧାରେ କହିଥାଉ। ସେଠି ନାଟକଟି ହଉଛି ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ତାର ନାଟ୍ୟକାର ଅଛନ୍ତି ଆମେ ଯୋଉ ଯୋଡ଼ି ଅତୀତରେ କରିଚାଲିଛୁ କୋଣାର୍କ ଗଣନାଟ୍ୟରେ ଡକ୍ଟର ଦୀପକ ଜେନା, ସଙ୍ଗୀତରେ ଅଛନ୍ତି ଅମୃତାଂଶୁ ପଟ୍ଟନାୟକ, ଗୀତରେ ଅଛନ୍ତି ନିଗମ ମିଶ୍ର, ନୃତ୍ୟରେ ଅଛନ୍ତି ସୁଶାନ୍ତ ଦାସ ଚୁଇଁସା ଏବଂ ସହଯୋଗୀ ମୋର ପ୍ରିୟ ଚିରଞ୍ଜୀବ ରାଉତ। ଏବଂ ତୃତୀୟ ନାଟକଟି ରହିଛି ସ୍ୱପ୍ନମହଲ, ଯାତ୍ରା ସ୍ୱପ୍ନମହଲ, ଯାହାର ପ୍ରଯୋଜକ ଅଛନ୍ତି ସମ୍ମାନୀୟ ଶ୍ରୀଯୁକ୍ତ ପ୍ରମୋଦ ସ୍ୱାଇଁ। ନାଟକଟି ହଉଛି ତୋ ଆଖିରେ ଲୁହ ଭଲ ଲାଗୁନି, ତୋ ଆଖିରେ ଲୁହ ଭଲ ଲାଗୁନି, ଯାହାର ନାଟ୍ୟକାର ଅଛନ୍ତି ମୋର ସେଇ ଯୋଡ଼ି ଡକ୍ଟର ଦୀପକ ଜେନା, ଗୀତ ନିଗମ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ, ନୃତ୍ୟ ବାପି ଏବଂ ସହଯୋଗୀ ଚିରଞ୍ଜୀବୀ ରାଉତ। ଏଭଳି ଭାବରେ 3 ନାଟକ ପାଇଁ ମୁଁ ଚଳିତ ବର୍ଷ 2025-26 ଯାତ୍ରା ଋତୁରେ ଅନୁମୋଦିତ ହୋଇଛି। ଦେଖାଯାଉ କଣ ହଉଛି। ଆମେ ତ ସାର୍ ବିଗତ ଦିନରେ ଆମେ ଦେଖି ଆସିଛୁ ଆପଣଙ୍କର ଅନେକ ନାଟକ ମଧ୍ୟ ସଫଳର ରୂପ ନେଇଛି, କିନ୍ତୁ ଚଳିତ ବର୍ଷ ଆପଣ 3 ଗୋଟି ନାଟକକୁ ନେଇ ଆପଣ ଯାତ୍ରା ମଇଦାନକୁ ଯାଉଛନ୍ତି ଏବଂ ପୂର୍ବ ବର୍ଷର ହାଇଦର ସେଇଭଳିଆ ନାଟକ କିଛି ଦର୍ଶକ ବନ୍ଧୁମାନେ ଦେଖିବାକୁ ପାଇବେ କି? ନିଶ୍ଚିତ ଭାବରେ ହାଇଦର ଏକ ପ୍ରେରଣା ଯାତ୍ରା ଇଣ୍ଡଷ୍ଟ୍ରି ପାଇଁ। ଆମେ ଯେତେବେଳେ ହାଇଦର ପ୍ରଥମେ ଆରମ୍ଭ କରିଥିଲୁ ଆମେ ଭାବିନଥିଲୁ ହାଇଦର ଏତେ ସଫଳତା ଲାଭ କରିବ ବୋଲି। ତେଣୁ ଆପଣମାନେ ଦେଖନ୍ତୁ ଚଳିତ ବର୍ଷ ଯୋଉ ଯାତ୍ରା ଋତୁ ଆରମ୍ଭ ହୋଇକି 2025-26ରେ ସେଇ ପ୍ରକାରର ଶୀର୍ଷକ ନେଇକି ଅନେକ ଯାତ୍ରା ଅନୁଷ୍ଠାନ ତାଙ୍କର ନାଟକ ପରିବେଷଣ କରୁଛନ୍ତି। ନିଶ୍ଚିତ ଭାବରେ ଗୋଟେ ଛାପ ଛାଡ଼ି ଦେଇ ଯାଇଛି ହାଇଦର। ଓଡ଼ିଶା ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି। ଦେଖାଯାଉ କଣ ହବ, ଭଗବାନଙ୍କ ଆଶୀର୍ବାଦ, ମା ଶାରଳାଙ୍କ କୃପା। ଯେତେବେଳେ ଆମେ ଯେତେବେଳେ ଦେଖିଥିଲୁ ହାଇଦର ନାଟକ ଏବଂ ହାଇଦର ନାଟକର ବ୍ୟାକଗ୍ରାଉଣ୍ଡ ବା LED ପରଦାରେ ଆମେ ଅନେକ ସମୟ ଧରି କିଛିଟା ପିକ୍ଚର ଦେଖିଥିଲୁ,
এবং পরে পরে চলিত বর্ষ যাত্রা ঋতু আমি যেତେବେଳେ দেখুଛୁ ইন্ଟରନେଟରେ ବର୍ତ୍ତମାନ ଭାଇରାଲ ଚାଲିଛି କିଛି ପ୍ରିମିୟର ଶୋ ଯେମିତିକି ଅନେକ ଗୁଡ଼ିଏ ଯାତ୍ରା ଅନୁଷ୍ଠାନ ଯେମିତି ଯଦି ଆମେ କହିବା ଯାତ୍ରା ଧଉଳି ଚଣ୍ଡାଶୋକର ମଧ୍ୟ ସେହିପରି ଭାବରେ ପ୍ରସ୍ତୁତ କରିଛି କି ଯାତ୍ରା ଋତୁକୁ ଏକ ନୂଆ ରୂପ ଦେଉଛି କି? ନିଶ୍ଚିତ ଭାବରେ ଲୋକ ଅପଡେଟ ହଉଛନ୍ତି। ଆମେ 2G 3G 4G ରେ ଥିଲେ, ବର୍ତ୍ତମାନ 5G ଆମେରିକାରେ 7G ଚାଲିଲାଣି। ସମୟ ଅନୁସାରେ ଯଦି ଆମେ ତାଳ ନ ଦେବା ତାହେଲେ ଆମେ ପଛରେ ରହିଯିବା। ଦର୍ଶକ ଦେଖିବା ପାଇଁ ଚାହୁଁଛନ୍ତି ଏବଂ ପ୍ରମୋସନର ଗୋଟେ ବଡ଼ ଆବଶ୍ୟକତା ରହିଛି। କାରଣ ଦେଖନ୍ତୁ ଆଗରୁ ଯେତେବେଳେ ଆମେ 20 ବର୍ଷ ତଳକୁ ପଳେଇବା, ଯେତେବେଳେ ଯାତ୍ରା ହଉଥିଲା ସେତେବେଳେ ଏ ପ୍ରକାର ପ୍ରମୋସନ ନଥିଲା। କାହିଁକି ନଥିଲା ନା ସେତେବେଳେ ଏତେ ଟିଭି ମିଡିଆ ବି ନଥିଲା, ମୋବାଇଲ ବି ନଥିଲା। ଆଜିକାଲି ତ ଗୋଟେ 5 ଇଞ୍ଚର ସ୍କ୍ରିନ୍ ଭିତରେ ମୁଁ କହିବି 10 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ ଲୋକ ବନ୍ଦୀ ହେଇ ରହିଯାଇଛନ୍ତି। ନିହାତି ଭାବରେ ତେଣୁ ବର୍ତ୍ତମାନ ଟିଭି ଖୋଲିଲେ 1000 ଚ୍ୟାନେଲ 1000 ସିରିଏଲ, ପ୍ରାୟ ପ୍ରତି ଓଡ଼ିଆ ଚ୍ୟାନେଲ ନାଟକ ଦଉଛି। ସେତେବେଳେ ଏସବୁ ସୁବିଧା ନଥିଲା, ତେଣୁ ପ୍ରମୋସନର ଆବଶ୍ୟକତା ବି ନଥିଲା। ଯୁଗ ଅନୁସାରେ ଯୁଗ ବଦଳିବା ସହିତ ଆମେ ମଧ୍ୟ ନାଟକର ମୌଳିକତାକୁ ରଖି ତା ଭିତରେ ଆଉ କିଛି ତାର ପରିବର୍ତ୍ତନ କରିଛେ। ଯେମିତି ଗୋଟେ ପ୍ରମୋସନ ଟିଜର ହଉଛି, ଟ୍ରେଲର ହଉଛି, ଅର୍ଥାତ୍ ସେଗୁଡା ସବୁ ସୂଚେଇ ଦଉଛି ଯେ ନାଟକ ପୂର୍ବରୁ ପ୍ରସ୍ତୁତ ହେଇସାରିଲାଣି, ନାଇଁ କି? ଆଜ୍ଞା ନାଟକ ଆଖଡ଼ା ଘରକୁ ଯିବା ପୂର୍ବରୁ ଆମେ ପ୍ରସ୍ତୁତ କରି ସାରିଛେ ଏବଂ ତାର ଟିଜର ଟ୍ରେଲର ରିଲିଜ ହଉଛି। ଗୀତ ଗୋଟେ ବଡ ଫ୍ୟାକ୍ଟର, ଗୀତ ମଧ୍ୟ ଏବେ ରେକର୍ଡିଂ ବହୁତ ଯାତ୍ରା ଅନୁଷ୍ଠାନରେ ହଉଛି ସଫଳତାର ସହିତ। ତେଣୁ ଯାତ୍ରା ଅନୁଷ୍ଠାନ ନିଶ୍ଚିତ ଭାବରେ ଅପଡେଟ ହେଇଛି। सर वर्तमान अधिक युवपीढ़ी ଯାତ୍ରାକୁ ଆକର୍ଷିତ ହେଉଛନ୍ତି ଏବଂ ପାଖାପାଖି ଯଦି କହିବା ଆମେ 300 ରୁ 500 ଟଙ୍କା ଦେଇ ମଧ୍ୟ ଟିକେଟ କାଟି ଯାତ୍ରାକୁ ଉପଭୋଗ କରୁଛନ୍ତି। ଆପଣ ଜଣେ ଲେଖକ ଏବଂ ନିର୍ଦ୍ଦେଶକ ହିସାବରେ ଯୁବପିଢ଼ିଙ୍କ ପାଇଁ ଆପଣ କଣ ସବୁ ଭେଟି ଦିଅନ୍ତି? ଆପଣଙ୍କ ମନରେ କଣ ଆସିଥାଏ କି ଏଇପରି ଭାବରେ ମୁଁ ଯଦି ନାଟକକୁ ତିଆରି କରିବି ତେବେ ଯୁବପିଢ଼ି ମଧ୍ୟ ନାଟକକୁ ଦେଖିବା ପାଇଁ ଆଶାବାଦୀ ରହିବେ? ଦେଖନ୍ତୁ, ନାଟକ ସବୁ ବର୍ଗର ଦର୍ଶକଙ୍କ ପାଇଁ ତିଆରି ହେଇଛି। ମୁଁ ତ କହିବି ଓଡ଼ିଆ ନାଟକ କେବଳ ବାର୍ତ୍ତା ହିଁ ସମାଜକୁ ଦିଏ। ବହୁତ କଥା ଆପଣ ହାଇଦର ନାଟକ କଥା କହୁଥିଲେ, ହାଇଦର ନାଟକ କଥା ମୁଁ କହୁଛି। ହାଇଦର ନାଟକରେ ଆମେ ସୁନ୍ଦର ସୁନ୍ଦର ବାର୍ତ୍ତା ଦେଇଛେ, ମାନେ ୟଙ୍ଗ ମାସଙ୍କ ପାଇଁ, ଗୋଟେ ପ୍ରେମୀ ଯୁଗଳଙ୍କ ପାଇଁ, ଗୋଟେ ପ୍ରେମିକାର ଧର୍ମ କଣ, ଗୋଟେ ପ୍ରେମିକର ଧର୍ମ କଣ, ଗୋଟେ ପୁଅର ଧର୍ମ କଣ, ମା ପ୍ରତି ବାପା ପ୍ରତି, ଏ ପ୍ରକାର କଥା ଗୁଡାକ ଆମେ ରଖିଛୁ। ନାଟକର ସୃଷ୍ଟି ହେଇଥିଲା ସେଇଥିପାଇଁ ସାମାଜିକ ସ୍ତରରେ ଯୋଉମାନେ ବିଶୃଙ୍ଖଳିତ ବ୍ୟକ୍ତି ଅଛନ୍ତି ବା ବିଶୃଙ୍ଖଳିତ ଆଚରଣ କରୁଛନ୍ତି ସେମାନଙ୍କୁ କିଛି ଶୃଙ୍ଖଳା ଜ୍ଞାନ ପ୍ରଦାନ କରିବା ପାଇଁ। ଆଉ ନାଟକ ଆପଣ ଦେଖନ୍ତୁ, ବର୍ତ୍ତମାନ ଯାତ୍ରା ଇଣ୍ଡଷ୍ଟ୍ରି ଯୋଉ ମହାରଥୀ ମାନେ କାମ କରୁଛନ୍ତି, ଆମର ରାଇଟର ଡିରେକ୍ଟର କ୍ଷେତ୍ରରେ ହୁଅନ୍ତୁ ବା ସଙ୍ଗୀତ କ୍ଷେତ୍ରରେ ହୁଅନ୍ତୁ ବା ଆମର କଳାକାର ହୁଅନ୍ତୁ, ସମସ୍ତେ ଅତି ନିପୁଣ ଭାବରେ ନାଟକକୁ ଦର୍ଶକଙ୍କ ପାଖରେ ପରିଶ୍ରମ କରି ପହଞ୍ଚଉଛନ୍ତି ଗୋଟେ ବାର୍ତ୍ତା ପାଇବା ପାଇଁ। ଆଉ ସେ ବାର୍ତ୍ତା ନିଶ୍ଚିତ ଭାବରେ ଫଳପ୍ରଦ ହେଉଛି। सर चलित वर्ष आपणकर एक नुआ राइटर सहित आपण काम करुछंती एवं आपणकर जो पुराना जोड़ी डॉक्टर दीपक जेना सर आपन सहित अछंती एवं विगत दिन रे आमे देखिथिलु आपन सहित थिले गणेश राउत सर जे कि चलित वर्ष आपन सहित नाहंती, आपण तांको सहित काम करनांती कोन सर रहिछि? नहीं सेमती किछि भाई, गणेश भाई मोर संपर्क क्षीर निर संपर्क आज भी सही अतुट संपर्क। मोर बड़ भाई है कि हाथ मो मुंडे थे बहुत कथा अच्छी ए वर्ष कार्य व्यस्तता दृष्टि पिलामानंकर पाठ पढ़ा को नहीं एवं पारिवारिक समस्या किसी समस्या को नहीं से वर्ष यात्रा जगत माने यही वर्ष करेंगे ना बोली निष्पत्ति ने आसला वर्ष करेंगे 2025-26 कले नहीं 26-27 निश्चित करेंगे। एवं सी गोटे निरा मनीष गणेश राउत गोटे निरा मनीष
कौन ता विषय कहबी जो बापा माँ ताको गणेश नाम देइचंदी सेवान को धन्य प्रकृतर से गणेश हमें तो सर चलित वर्ष विषय आलोचना कले हम जदि आपनकर जीवन ऊपर को आमे जिबा आपनकर प्रथम नाटक बोध्य थिला धौली गणनाट्य रे मुठाए सपन मुठाए पाउस सेइठो चलित वर्षर नाटक अनेक गुडी आपण नाटक दे गति कलेनी आपनको जीवन रो सफल नाटक बोली आपण काहा को भाबुचंती जे कि आपनको यात्रा जगत रे गोटे परिचय सृष्टि करिछि धौली गणनाट्य प्रथम नाटक मुठाए सपन मुठाए पाउस मोटार राइटर और डायरेक्टर थे मत सुजोग देते धौली गणनाट्यर प्रयोजक से श्रीयुक्त हिमांशु भूषण देव प्रथम थर गोटे नुआ लोक को दीटा जाक विभाग से सुजोग देते से सबु अंतत मु मरिबा पर्यंत एवं मरिबा पर पर्यंत मु ताका पाखरे चिर ऋणी रहिबी रही नाटक मोर आरंभ होता प्रथम जिते मोर भगवान मोर गुरु इंजीनियर आशुतोष महापात्र पाखे काम करवा शिखिली सी एक विचक्षण व्यक्तित्व माने यात्रा जगतर सुपर कंप्यूटर कहले भी अत्युक्ति हम ना से कौन 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 करदेवे तार किसी ठीक जगह तो ताकठार शिक्षा लाभ कर प्रथम सहित किसी वर्ष असिस्टेंट कला धौली गणनाट्य सुजोग पाइली धौली गणनाट्य आदि एजावत पाखापाखि 18 वर्ष हो गला 18-19 वर्ष हो गला दर्शक भगवान आशीर्वाद मो गुरु आशीर्वाद मो पिता माता मो गाँ मनुष्य आशीर्वाद आज पर्यटन तो मु थकिनी चली भल भल प्रयास कर दर्शक मान पाखे भल भल नाटक पहुंचापी आप जानी मुठे सफर मुठे पाउस बढ़िया नाटकटा नुआ कहानी गण दुष्कर्म दईकारी पंडा बाहा मनुष्य देखने डर लगुच आखि बुझा को लुह बुझा तो ना मो ना को जोड़ी कहानी जाऊँगी आखि लुचेई गत वर्ष गोटे सुंदर नाटक होता से गोटे भूल गत वर्ष आ गोटे सुंदर नाटक होता मो हस ऋतु मो लुह ऋतु गोटे सामाजिक व्यवस्था को स्वर्णमल्ल गोटे विवादीय नाटक थिला विवादीय नुहे विवादीय कर दिगला जो मैंने नाटक देखते से विवाद कर स्वामी बोधे नटक जीवी नाटक टिके जदि सोशल मीडिया को जीवे देखिए बोध हुए 200 जगह ड्रामा हो सारे एवं ब्रह्मपुर प्राय टीम रे से नाटक होती जो दंड है स्वामी पचे नटक जीवी सबुठ मूल कथाटी है जे आम आम धर्म सहित केते अच्छे समस्ते दोष देले बहुत दर्शक गाड़ी मते जे ये हिंदू आपनको लोकल केमते तार रेस्पॉन्स मिलला आपनको लोकल विवाद सृष्टि होला लोकल रे बहुत मते सपोर्ट मिलिछि मोर जो अनुष्ठान अछि भुवन कला परिषद से कलाकार समस्त सदस्य मते सपोर्ट करिछि मोर विधायक मोर जो माने पथ प्रदर्शक अच्छे मोर बंधु सहोदर जो माने अछि समस्त सपोर्ट करछि किंतु प्रकृत में आम देखा बहुत बद है समस्ते विभिन्न प्रकार कथा कहले किंतु से कौन से अच्छी न देखिकी बहुत लोग बहुत कथा कहते जो मैंने देखी ना से देखि लोक के कहना देखिए से बहुत भल मेसेज भर अच्छी धार्मिक भावना को लेकिन मेसेज स्वामी स्त्री संपर्क को लेकिन मेसेज अच्छी बापा पुअर संपर्क को लेकिन मेसेज अच्छी भी जड़े कलाकार को माड़ खाइबा को पड़िला हाँ सी गोटे एक्साइटमेंट रे से जड़े दर्शक इमती से जो कही हमर से जो खलनायक नव घोष से जमी एक्टिंग भल एक्टिंग कर निपुण एक्टिंग मो कलाकार माने से अनुष्ठान स्वर्णमहल जिते जन मोर कलाकार थिले समस्त बढ़िया एक्टिंग कर जेतेबेले से कलाकार माड़ खाइले तापर आपन को कॉल आसी कि हम केमती दर्शक माड़ मारिचंती कोन करबा नाटक केमती परिवर्तन करबा
ନାଇଁ କଲ୍ ତ ଆସିଛି ମିଡିଆରୁ ଆସିଛି ମୋର କଳାକାର ମାନେ ଫୋନ କରିଛନ୍ତି ମାଲିକ ମଧ୍ୟ ଫୋନ କରିଛନ୍ତି ଏବଂ ସେଇ ଯୋଉ ଦର୍ଶକ ଯିଏ ମାଡ଼ ମାରିଥିଲେ ସିଏ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ଦେଇକି କଳାକାରଙ୍କୁ ଭୁଲ ମାଗିଛନ୍ତି ସେ କହିଲେ ଯେ ମୁଁ ଏକ୍ସାଇଟମେଣ୍ଟ ହେଇଗଲି ଯେ ମୁଁ ଏକ୍ସାଇଟମେଣ୍ଟ ହେଇଗଲି ଗୋଟେ ମୋର ମନେ ଅଛି ଆମେ ଯେତେବେଳେ ବର୍ଡର ସିନେମା ରିଲିଜ ହେଇଥିଲା ଆଫ୍ଟର କାରଗିଲ ୱାର ଆମେ ଦେଖୁଥିଲୁ ଶ୍ରିୟା ହଲରେ ଦେଖୁଥିଲୁ ଯେତେବେଳେ ଗୋଟେ ଟାଇମ ଅଛି ଯେ ସେପଟୁ ପାକିସ୍ତାନ ସୈନ୍ୟ ମାଡି ଆସୁଛନ୍ତି ଏପଟେ ଏୟାରଫୋର୍ସ ରାତି ହେଇଯାଉଛି ବୋଲି ଦେଇପାରୁନି ଏୟାରଫୋର୍ସ ସେ ଲୋକମାନେ ଚୌକି ଉପାଡ଼ିକୁ ଫୋପାଡ଼ି ଦେଲେ ଦ୍ୟାଟ୍ ଇଜ ଏକ୍ସାଇଟମେଣ୍ଟ ଆମ ଭିତରେ ଆମେ ସେଇଦିନ ଜଣା ପଡିଲା ଆମ ଭିତରେ ହିନ୍ଦୁତ୍ୱ କେତେ ଅଛି ସେଇଟା ତ ମୁଁ ଜାଣିବା ପାଇଁ ଚାହୁଁଥିଲି ପ୍ରକୃତରେ ଆମ ଭିତରେ ଆମେ ଖାଲି କହୁଛେ ହିନ୍ଦୁ ନା ଆମ ଭିତରେ ସେ ହିନ୍ଦୁତ୍ୱଟା ଅଛି ନିହାତି ନିହାତି ମୁଁ ରେଜଲ୍ଟ ପାଇଛି ତା ରେଜଲ୍ଟ ମୁଁ ତ ଘୋଷଣା କରିଥିଲି ପ୍ରତିବର୍ଷ ଏଇଭଳି ଗୋଟେ ନାଟକ କରିବି ଆମ ହିନ୍ଦୁ ସମାଜକୁ ଜାଗୃତ କରିବା ପାଇଁ ବହୁତ ବଡ ଷଡ଼ଯନ୍ତ୍ର ଅତୀତରୁ ଦୀର୍ଘ 3000 ବର୍ଷ କାଳ ହେଇ ଆସିଲାଣି ହିନ୍ଦୁତ୍ୱକୁ ବିନାଶ କରିବା ପାଇଁ ଲୋକ ବୁଝୁନାହାନ୍ତି ଆମେ ବିଭାଗୀକରଣ ଭାବରେ ରହିଯାଇଛେ ହିନ୍ଦୁ ଭିତରେ ଜାତି ବର୍ଣ୍ଣ ଆମେ ବିଭାଗକରଣ କରିଦେଇଛେ ସେମାନେ ସମସ୍ତେ ଏକଜୁଟ ଅଛନ୍ତି କେବଳ ଆମେ ବିଭାଗୀକରଣ ହେଇକରି ଆମ ଭିତରେ ସେ ଏକଜୁଟ ତିଆରି ହବା ଦରକାର ଆମେ ଉଠିବାଠୁ ଶୋଇବା ଏବଂ ଶୋଇବାଠୁ ଉଠିବା ପର୍ଯ୍ୟନ୍ତ ଆମ ଭିତରେ କେବଳ ହିନ୍ଦୁତ୍ୱ ରହିବା ଦରକାର ନିହାତି ତାହେଲେ ଆମେ ମଜବୁତ ହବା ନିଶ୍ଚିନ୍ତ ଭାବରେ ସାର୍ ଆମେ ତ ନାଟକ ବିଷୟରେ କଥା ହେଲେ ବର୍ତ୍ତମାନ ଯାତ୍ରା ଇଣ୍ଡଷ୍ଟ୍ରି ଗୋଟେ ବିବାଦୀୟ ହେଇଯାଇଛି ମୋବାଇଲ ଖୋଲୁ ଖୋଲୁ କିମ୍ବା ଟିଭି ଖୋଲୁ ଖୋଲୁ ବର୍ତ୍ତମାନ ଖବର ଜାଗାରେ ଆସୁଛି ଯାତ୍ରା ଖବର କେତେବେଳେ ପିୟୁଷଙ୍କ ଘଟଣା କେତେବେଳେ ଯାତ୍ରା ମହାସଂଘର ଘଟଣା ଏବଂ କେତେବେଳେ ଆପଣଙ୍କର ଉମାଙ୍କର ଘଟଣା ଅନେକ ଗୁଡ଼ିଏ ଘଟଣା ଭିତରେ ଛନ୍ଦି ହେଇଯାଉଛନ୍ତି ମଧ୍ୟ ଯାତ୍ରା ଦର୍ଶକ ଏବଂ କିଛି ଯାତ୍ରା ଦର୍ଶକ ମଧ୍ୟ କହୁଛନ୍ତି କି ଯାତ୍ରା ଇଣ୍ଡଷ୍ଟ୍ରିରୁ ମୁହଁ ଫେରାଉଛନ୍ତି କିନ୍ତୁ ବର୍ତ୍ତମାନ ଯୋଉ ବିବାଦୀୟ ଘଟଣା ପିୟୁଷଙ୍କ ଘଟଣା ହଉ କିଛି ଦିନ ତଳେ ଆପଣ ମଧ୍ୟ ଆପଣଙ୍କ সোশ্যাল মিডিয়াରେ ଆପଣ ପୋଷ୍ଟ କରିଥିଲେ ପିୟୁଷଙ୍କର ଘଟଣା ନେଇ ଯେଉଁ ଦିନ ପିୟୁଷ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡ଼ିଥିଲେ ଆପଣ ମଧ୍ୟ ଆପଣଙ୍କର ଫେସବୁକରେ ଗୋଟେ ପୋଷ୍ଟ କରିଥିଲେ କଣ କହିବେ ସାର୍ ସେ ବିଷୟରେ ପିୟୁଷ ଘଟଣା ତାର ବ୍ୟକ୍ତିଗତ କଥା ସିଏ ଆମ କଥା ନୁହଁ ମୁଁ କେବଳ ଗୋଟେ ନିର୍ଦ୍ଦେଶକ ହିସାବରେ ଗୋଟେ କଳାକାରର ମନ କଥାକୁ ବୁଝି ଗୋଟେ କଳାକାର ମଞ୍ଚ ଛାଡ଼ି ରହିବା କେତେ ଯେ କଷ୍ଟ একথা যে কলাকার ହେଇଛି ସେ ଜାଣିଛି ରାତିରେ ବାଜା ବାଜୁଥିବ ଅନ୍ୟ କଳାକାର ମାନେ ଅଭିନୟ ଜାରି ରଖିଥିବେ ହେଲେ ଓଡ଼ିଶାର ଗୋଟେ ଆଗଧାଡିର କଳାକାର ସେ ଘରେ ଶୋଇଥିବ ସେ କଣ ଶୋଇପାରିବ କେବେ ଶୋଇପାରିବନି ତେଣୁ ପିୟୁଷ ହଉଛି ମୋ ହାତ ତିଆରି ପିଲାଟିଏ ତାକୁ ଆଜି ଯଦି ସେ ଏ ଜାଗାରେ ପହଞ୍ଚି କହିବା ବାହୁଲ୍ୟ ହେଇପାରେ ସେଥିରେ ବି ମୋର ଗୋଟେ ଗୁଣ୍ଡିଚି ମୂଷାର ଭୂମିକା ରହିଛି ନିଶ୍ଚିତ ଭାବରେ ଅଧା ରାତିର ସାଥୀ ପରେ ଆପଣ ତାକୁ ହାଇଦର ନାଟକର ସୁଯୋଗ ଦେଲେ ନା ତା ପୂର୍ବରୁ ଅଧା ରାତିର ସାଥୀ ପୂର୍ବରୁ ସେ ମୋର କୌଣସି ନାଟକରେ କରିନାହିଁ କିନ୍ତୁ ସେଟା ଗୋଟେ ଅଛି କଥା ମୁଁ ଯୋଉଟା କହିପାରୁନାହିଁ ତେଣୁ ତାର ଏଇ ଯୋଉ ସଫଳତା ପଛରେ ଗୋଟେ ଛୋଟିଆ ହାତଟିଏ ମୋର ମଧ୍ୟ ଅଛି ତେଣୁ ଗୋଟେ କଳାକାର ସେ ମୋତେ ବାବା ବୋଲି ଡାକେ ଆଉ ତେଣୁ ଗୋଟେ କଳାକାର ଶୋଇପଡ଼ିଛି କଣ କେମିତି ହେଇକିରି ସେ କଣ ଆପ୍ଲିକେସନ ଦେଇଛି କଣ ହେଇଛି ସେ ବିଷୟରେ ମୁଁ ଯାଉନାହିଁ କିନ୍ତୁ ବିଚାର ନିଶ୍ଚିତ ହବା ଦରକାର ବିଚାର କିଏ କରିବ ସିଏ ତ ନିଜେ ଆପ୍ଲିକେସନ ଦେଇଛି ବାପା ଦେଇଛନ୍ତି ଯେ ମୋର ଦେହ ଖରାପ ଏବେ ଗୋଟେ ବାଇକ ଶୁଣୁଥିଲି ମୋ ବାପା ହାତ କାଟିକି ଲେଖି ଦେଇଥିବା କଥାଟାକୁ ମୁଁ କେବେ ଅନ୍ୟଥା କରିପାରିବି ନାହିଁ ତେଣୁ ତାକୁ ନେଇକି ବିବାଦ ହବା ଉଚିତ ନୁହଁ ବିବାଦ ଭିତରେ ଜଣେ କଳାକାର ଘରେ ମଧ୍ୟ ରହିଯାଉଛନ୍ତି ଅନନେସେସରି ହଉଛି ବିବାଦ ତାକୁ ନେଇ କୌଣସି ବିବାଦ ନିଷ୍ପତ୍ତି ସିଏ ନେଇଛି ତାକୁ ନେଇକି ବିବାଦ କାହିଁକି ହବା ଉଚିତ ନୁହଁ ଆଉ ଯଦି ଯୋଉ ଆମେ ଦେଖୁଛୁ ଯୋଉ ଦୁଇ ମାଲିକଙ୍କ ଅନୁଷ୍ଠାନକୁ ନେଇକିରି ପିୟୁଷର କଥାଟା ଉଠୁଛି
ସେଇ ଦୁଇ ମାଲିକ ଏକ ହେଇଗଲେ ହୁଏତ ପିୟୁଷ ଯାତ୍ରା କରିପାରିବେ। କଣ ହେଇପାରେ ମୁଁ ସେ ବିଷୟରେ କହିପାରିବି। ଏଇଟା ପିୟୁଷର ନିଷ୍ପତ୍ତି, ମାଲିକ ସମ୍ମାନୀୟ ମାଲିକ ମାନଙ୍କର ନିଷ୍ପତ୍ତି, ଆମେ ସେ ବିଷୟରେ କହିପାରିବୁ ନାହିଁ। ଆଉ ହେଲେ ସାର୍ ବର୍ତ୍ତମାନ ଆଉ ଦୁଇ ଜଣ ମଧ୍ୟ ଚର୍ଚ୍ଚାରେ, ଯିଏକି ସଞ୍ଜୟ ଭୋଳ ଏବଂ ଦୟାନିଧି ଉପାଧ୍ୟାୟ, ଏ ଦି ଜଣ ମଧ୍ୟ ଏକ ବିବାଦର ଘଟଣା। ଏ ଦି ଜଣଙ୍କୁ ମଧ୍ୟ ବ୍ୟାନ୍ କରାଯାଇଥିଲା କିଛି ଦିନ ପୂର୍ବରୁ ଏବଂ ପରେ ସେ ଓମାକୁ ଭୁଲ ମାଗିବା ଦ୍ୱାରା ତାଙ୍କୁ ମଧ୍ୟ କ୍ଷମା କରାଯାଇଥିଲା। ସେ ଘଟଣା ବିଷୟରେ କଣ କହିବେ? ନାଇଁ, ବ୍ୟାନ୍ ଆମେ କରିନଥିଲୁ। ଏଇଟା ଗୋଟେ ମିଡିଆରେ ଗୋଟେ ଖରାପ କଥା ପ୍ରଚାରିତ ହେଇଛି ଯେ ଓମା ବ୍ୟାନ୍ କରିଥିଲା ସଞ୍ଜୟ ଭୋଳକୁ ଦୟାନିଧି ଉପାଧ୍ୟାୟ। ନାଇଁ, ତାଙ୍କୁ ଆମେ ବ୍ୟାନ୍ ହେଇଯାଇଥିଲୁ। ଆମେ ବ୍ୟାନ୍ ହେଇଯାଇଥିଲୁ ଓମା ତରଫରୁ, ଯେହେତୁ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସଞ୍ଜୟ ଭୋଳ ହୁଅନ୍ତୁ ବା ଦୟାନିଧି ଉପାଧ୍ୟାୟ ହୁଅନ୍ତୁ। ତାଙ୍କର କହିବା ଠିକ ଅଛି, ତାଙ୍କର ଯୋଉ କ୍ଷୋଭ, ତାଙ୍କର ଯୋଉ କଥାଟାକୁ ସିଏ ଯଦି ଆସିକିରି ମାଷ୍ଟର ମାନଙ୍କୁ କହିଥାନ୍ତେ ଯେ କାରଣ ମାଷ୍ଟର ବା କଳାକାର ସେମାନଙ୍କ ଭିତରେ ବାପ ପୁଅର ସମ୍ପର୍କ, ଜଣେ ଲେଖିଛି ବୋଲି ଜଣେ ଆଜି ଅଭିନୟ କରିଛି, ଜଣେ ନିର୍ଦ୍ଦେଶନା ଦେଇଛି ବୋଲି ଜଣେ ଅଭିନୟ କରୁଛି, ବା ଆଜି ଯୋଉ ସଫଳତାର ଶୀର୍ଷକୁ ସେମାନେ ପହଞ୍ଚିଛନ୍ତି ସେଥିପାଇଁ ବି କିଛି ନାଟ୍ୟକାର, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ସମସ୍ତଙ୍କର ହାତ ଅଛି। କାରଣ ସେଇମାନଙ୍କ କଲମ ମୂଳରେ ଆଜି ସେମାନେ ବହୁତ ତେଣୁ ସେ କହିବା ତରିକାଟା ସେମାନଙ୍କର ଭୁଲ ଥିଲା। ସେମାନେ କହିପାରିବେ ଯେ ବେଶୀ ଆକ୍ରୋଶମୂଳ ହେଇକି ଆମେ ବାପା ମା ଆମର 3ଟା ଛୁଆ, ତା ଭିତରେ ସମସ୍ତଙ୍କ ଖାଇବା ସମାନ ନୁହଁ। ହେଲା କି ମା ଜାଣିଛି କୋଉ ପୁଅ କେତେ ଖାଇବ, କୋଉ ଝିଅ କେତେ ଖାଇବ, କାହାକୁ ଅଧିକ, କାହାକୁ କମ, କାହାକୁ ମେଞ୍ଚେ, କାହାକୁ କେଞ୍ଚେ, ଏଇଭଳି ହବା ହୁଏ। ତେଣୁ ଏଇ କଥାଟି ସେ ବିବାଦ ତୁଟି ସାରିଲାଣି। ସଞ୍ଜୟ ଭୋଳ କୁମାର ବୈଠକକୁ ଯାଇଥିଲେ, ସେଠି ମହାମିଳନ ଘଟିଲା। ଦୟାନିଧି ଉପାଧ୍ୟାୟ ମଧ୍ୟ ଆମର ଓମାର ଯିଏ ସଭାପତି ଅଛନ୍ତି ସମ୍ମାନୀୟ ବିଜୟ କୁମାର ଦାସ ତାଙ୍କ ପାଖକୁ ଯାଇଥିଲେ, ତାହା ମଧ୍ୟ ସମାଧାନ ହେଇଯାଇଛି। ବାପ ପାଖକୁ ପୁଅ ଆସିବ, ଗୁରୁ ପାଖକୁ ଛାତ୍ର ଆସିବ ବା ଛାତ୍ରୀ ଆସିବ, କ୍ଷମା ପ୍ରାର୍ଥନା କଣ ସେଠି କ୍ଷମା ସବୁ ଆଗରୁ ମଧ୍ୟ ହେଇଛି ବିଗତ ଦିନରେ। ବହୁତ କଥା ହେଇଛି ଆଗରୁ। କିନ୍ତୁ ସାର୍ ଏବେର ଯୋଉ ଘଟଣା, ରିସେଣ୍ଟଲି ଘଟଣା କି ଓମକାର ଗଣନାଟ୍ୟ ଏକ ନୂଆ ଅନୁଷ୍ଠାନ, ସେ ନୂଆ ଅନୁଷ୍ଠାନରୁ ଜଣେ ନିର୍ଦ୍ଦେଶକ ଫେରି ଆସିବା ଏଠି କେତେ ଦୂର ସାର୍ ଠିକ? ଅନେକ ଗୁଡେ କଳାକାର, ଅନେକ ଗୁଡେ କର୍ମଚାରୀ ସେଥିରୁ ମଧ୍ୟ ଦାନା ପାଉଛନ୍ତି, ସେଠୁ ହଠାତ୍ ଫେରି ଆସିବା। ଆମର ଗୋଟେ କଥା ହେଇଛି, ମାଲିକ ମହାସଂଘ ଏବଂ ଅପେରା ମାଷ୍ଟର୍ସ ଆସୋସିଏସନ ଭିତରେ ଗୋଟେ ଚୁକ୍ତି ହେଇଛି। ସେ ଚୁକ୍ତି ହଉଛି ଯେ ମାଲିକ ମହାସଂଘ ପକ୍ଷଭୁକ୍ତ ବା ମାଲିକ ମହାସଂଘରେ ମିଶି ନଥିବା ଯାତ୍ରା ଅନୁଷ୍ଠାନରେ ଓମାର କୌଣସି ସଦସ୍ୟ କାମ କରିବେ ନାହିଁ, ବା ଓମା ସଂଘଭୁକ୍ତ ହୋଇନଥିବା କୌଣସି ନାଟ୍ୟକାର, ନିର୍ଦ୍ଦେଶକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ସେମାନେ ମାଲିକ ମହାସଂଘର ଅନୁଷ୍ଠାନ ଗୁଡିକ ଅଛି ସେଠି କାମ କରିପାରିବେ ନାହିଁ। ଯେତେବେଳେ ଆମର ଯୋଉ ନାଟ୍ୟକାର ଭାଇ ବା ନିର୍ଦ୍ଦେଶକ ଭାଇ, ସଙ୍ଗୀତ ନିର୍ଦ୍ଦେଶକ ଓମକାରରେ ବୁକ୍ ହେଲେ ତାକୁ ମଧ୍ୟ ସେ ପ୍ରସ୍ତାବ ଦିଆଯାଇଥିଲା। ସେମାନେ ମଧ୍ୟ ତାଙ୍କର ଯୋଉ ସମ୍ମାନୀୟ ପ୍ରଯୋଜକ ଅଛନ୍ତି ତାଙ୍କୁ ପଚାରିଛନ୍ତି ଯେ ଆପଣ ମାଲିକ ମହାସଂଘରେ ଯୋଗ ଦେଇଛନ୍ତି ତ? ନା ଆପଣ ଆସନ୍ତୁ ଆମେ ଯୋଗ ଦେଇଦବା। ତେଣୁ ସେଇ ନ୍ୟାୟରେ ସେମାନେ ଯାଇଥିଲେ ଏବଂ ସିଏ ମଧ୍ୟ ପଚାରିଛନ୍ତି ଯାଇକିରି ଆପଣ ମାଲିକ ମହାସଂଘ, ହଁ ମୁଁ ଲେଖିଦେଇଛି ଆପ୍ଲିକେସନ, ଆଉ ମୁଁ ଯୋଗ ଦେଇଦେବି, ହେଲା କି, କିନ୍ତୁ ସେ ଯୋଗ ଦେଇ ନାହାନ୍ତି। ସେଥିପାଇଁ ଆମର ଯୋଉ ଚୁକ୍ତି ଅନୁସାରେ ଆମ ନାଟ୍ୟକାର ନିର୍ଦ୍ଦେଶକ ସେଠୁ କହିକିରି ଫେରି ଆସିছে। ସେ ଭୁଲ ଜିନିଷ, ଭୁଲ କଥା, କାହାକୁ କହିବା ପାଇଁ କିଛି ମନା ନାହିଁ। ଯେ ବହୁତ କଥା ବହୁତ ଲୋକ କହୁଛନ୍ତି। ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାସ୍ତାରେ ଯାଉଛନ୍ତି, 50ଟା ଲୋକ ବି ତାକୁ ଗାଳି କରୁଛନ୍ତି। କାହାକୁ କହିବା ପାଇଁ ଏଠି ଫ୍ରିଡମ ଟୁ ସ୍ପିଚ ଅଛି, ଆମେ କହିପାରିବା, ତେଣୁ ସମସ୍ତେ କହିପାରିବେ। କିନ୍ତୁ ଆମେ ଆମର ସଂଘର ନିୟମକୁ ମାନି, ଆପଣ ଦେଖନ୍ତୁ ସେଠି ଯୋଉ
ନାଟ୍ୟକାର ବୁକ୍ ହେଇଥିଲେ ଅରୁଣ ସାର୍, ଅରୁଣ ବାରିକ ସାର୍ ଏବଂ ମଳୟ ରାଉତ ସାର୍। ସେ ସେଠି 2 ଖଣ୍ଡ ନାଟକ କରିବାର ଥିଲା, ତାଙ୍କ ପାଖରେ ଆଉ ନାଟକ ନାହିଁ ଚଳିତ ବର୍ଷ ପାଇଁ। 2 ଖଣ୍ଡ ନାଟକ ନେଇ ମଇଦାନକୁ ଆସିଥାନ୍ତା। ନାଇଁ ସେ ରାଇଟର ଡିରେକ୍ଟର 2 ଖଣ୍ଡ ନାଟକ କରିଥାନ୍ତେ। ସେ କରିଥିଲେ ତାଙ୍କ ପରିବାର ପ୍ରତିପୋଷଣ ହେଇଥାନ୍ତା, କିନ୍ତୁ ସେମାନେ ଏତେ ମହାନ ଯେ ସେମାନେ ପରିବାର କଥାକୁ ଭୃକ୍ଷେପ ନକରି, ନିଜର ରୋଜଗାରକୁ ଭୃକ୍ଷେପ ନକରି ସଂଘ କଥା ମାନି ସେଠୁ ଫେରି ଆସିଲେ। ଏଥିପାଇଁ ମୁଁ ତାଙ୍କୁ ସେଲ୍ୟୁଟ କରୁଛି। କିନ୍ତୁ ଦର୍ଶକ ବହୁତ କଥା କହୁଛନ୍ତି, ଦର୍ଶକ ଏକତରଫା କଥା ଶୁଣିକି କହୁଛନ୍ତି, ଜଣକ କଥା ଶୁଣିକି କହୁଛନ୍ତି। କିଛି ଦର୍ଶକ ଗାଳି କରୁଛନ୍ତି, ଓମାକୁ ଇଏ କରିଦିଅ। ଯୋଉଠି ଭାରତ ହଉଛି ଗୁରୁ ଶିଷ୍ୟର ପରମ୍ପରା, ଏଠି ଭାରତ ବିଶ୍ୱ ଗୁରୁ ହବାର ଅଭିପ୍ରାୟ ରଖିଛି, କିନ୍ତୁ ଏଠି ଆମର କିଛି ଦର୍ଶକ ବା କିଛି ମାନେ ସୋସିଆଲ ମିଡିଆରେ ଗୁରୁ ମାନଙ୍କୁ ଗାଳି ଗୁଲଜ କରୁଛନ୍ତି। କିନ୍ତୁ ଓମାର କିଛି ଜଣ ସଦସ୍ୟଙ୍କ ପାଇଁ, ଆପଣଙ୍କ ଭଳି କିଛି ଜଣ ନିର୍ଦ୍ଦିଷ୍ଟ ମାଷ୍ଟର ମାନଙ୍କ ପାଇଁ ଆଜି 200 ପରିବାର ଅନ୍ଧକାର ବର୍ତ୍ତମାନ। କଣ ତାଙ୍କ ପ୍ରତି ସାର୍ ସଠିକ ନ୍ୟାୟ ମିଳିବା? କଣ ସଠିକ ନ୍ୟାୟ ମିଳିବ ଯେ ସେମାନେ ମାଲିକ ସଂଘରେ, ଆମେ ଦେଖନ୍ତୁ ରାଜ ଦରବାର ଗୋଟେ ନୂଆ ଯାତ୍ରା ଅନୁଷ୍ଠାନ ଡୁବୁରରେ ହଉଛି, ସିଏ ବି ମାଲିକ ସଂଘରେ ନଥିଲେ। ପୃଥ୍ୱୀରାଜ ଗୋଟେ ନୂଆ ଯାତ୍ରା ଅନୁଷ୍ଠାନ, ଆଗରୁ ତୁଳସୀ ଫାର୍ମରେ ଥିଲା, ଏବେ ନୂଆ, ସେମାନେ ବି ନଥିଲେ ମାଲିକ ସଂଘ। ସେମାନେ ତ ଯାଇକି ଯୋଗଦେଲେ, କାହିଁକି ଯୋଗଦେଲେ? ଯେମିତି ଗୋଟେ ସିନେମାରେ ସିଣ୍ଡିକେଟ ରହିଛି, ଆପଣ ଫିଲ୍ମଟିଏ କରିବା ପାଇଁ ଚିନ୍ତା କରୁଛନ୍ତି ମାନେ ଆପଣ ଆଗେ ସିଣ୍ଡିକେଟର ମେମ୍ବର ହେବେ, ମେମ୍ବର ହେଲା ପରେ ଆପଣ ସିନେମା କରିବେ, ମେମ୍ବର ହେବେ, ଟାଇଟଲ ରେଜିଷ୍ଟ୍ରେସନ କରିବେ, ପ୍ରୋସେସ ଅଛି। ଏଇ ଯୋଉ ମାଲିକ ମହାସଂଘ ଏବଂ ଅପେରା ମାଷ୍ଟର୍ସ ଆସୋସିଏସନର ଯୋଉ ମିଳିତ ବୈଠକ, ଆମେ ଯାତ୍ରାକୁ ଏକ ନୂଆ ଦିଗ, ଯାତ୍ରା କିଭଳି ଭାବରେ ସୁରକ୍ଷିତ ରହିବ, ଯାତ୍ରା ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ନିହାତି ଭାବରେ କଳାକାର ମାନେ କମ୍ପ୍ଲେନ କରୁଛନ୍ତି ଯେ ଆମ ପଇସା ମାଲିକ ଦଉନାହାନ୍ତି, ହେଲା କି? ମାଲିକ କମ୍ପ୍ଲେନ କରୁଛନ୍ତି ଯେ ମୋଠୁ ପଇସା ନେଇକିରି ସିଏ ଅଲଗା ପାଟିକି ପଳେଇଲେ। ରାଇଟର ଡିରେକ୍ଟର ମାନେ କାମ କରୁଛନ୍ତି, ପଇସା ପାଉନାହାନ୍ତି। ରାଇଟର ଡିରେକ୍ଟର ଗୋଟେ ଜାଗାରେ ମାନେ ଗୋଟେ ରେଟରେ 2ଟା 3ଟା ଧରି ପକଉଛି। ଏସବୁ ଆଉ ହବନି। ଏସବୁକୁ ବନ୍ଦ କରିବା ପାଇଁ ଗୋଟେ ଶୃଙ୍ଖଳିତ ଅନୁଷ୍ଠାନ ହେଇଯିବ, ଗୋଟେ ଶୃଙ୍ଖଳା ଦର୍ଶକ ମାନେ ବୁଝିବା ଦରକାର। ଆଉ ଶୃଙ୍ଖଳିତ ରାତି ପାଇଲା ବେଳକୁ ହେଇଯିବନି, ସେଥିପାଇଁ କିଛି ନିଷ୍ପତ୍ତି ଦରକାର, କଠୋର ନିଷ୍ପତ୍ତି ବି ଦରକାର, ହେଲା କି? ତେଣୁ ସେଇ କଠୋର ନିଷ୍ପତ୍ତି ପାଇଁ କିଛି କଳାକାର ମଧ୍ୟ ବଳି ପଡୁଛନ୍ତି, କିଛି ନାଟ୍ୟକାର ନିର୍ଦ୍ଦେଶକ ମଧ୍ୟ ବଳି ପଡୁଛନ୍ତି, ମାଲିକ ମଧ୍ୟ ବଳି ପଡୁଛନ୍ତି। କିନ୍ତୁ ମାଲିକଙ୍କର ପ୍ରଥମ କର୍ତ୍ତବ୍ୟ, ଯୋଉମାନେ ନୂଆ ଅନୁଷ୍ଠାନ କରୁଛନ୍ତି ସେମାନେ ପ୍ରଥମତଃ ସଂଘଭୁକ୍ତ ହୁଅନ୍ତୁ। ଅସୁବିଧା କଣ? କାହିଁକି ସଂଘଭୁକ୍ତ ହବା ପାଇଁ ଆମେ କହୁଛୁ? ଦେଖନ୍ତୁ, ଜଣେ ଯାତ୍ରା ଅନୁଷ୍ଠାନଟିଏ କଲା, ଏଇ 150 ପରିବାରକୁ ନେଇକି ଯାତ୍ରା ଅନୁଷ୍ଠାନଟିଏ କଲା, ସେ ସଂଘଭୁକ୍ତ ହେଲାନି। 2 ମାସ ପରେ ତା ପାଟି ଭାଙ୍ଗିଗଲା। ସେ ଯୋଉ କଳାକାର ମାନେ ଘରେ ବସିଲେ, ସେମାନଙ୍କ କଥା ବୁଝିବ କିଏ? ସେ ମାଲିକ ବୁଝିବେ? ଠିକ କଥା, ବୁଝିବେ କି? ଏମିତି ଅନୁଷ୍ଠାନ ହଉଛି, 2-3 ଅନେକ ଅନୁଷ୍ଠାନ ମଧ୍ୟ ଭାଙ୍ଗି ଯାଉଛି। ସଂଘଭୁକ୍ତ ହେଇଥିଲେ ତାର ନିର୍ଯାସ ବାହାରିବ। ସଂଘଭୁକ୍ତ ଯୋଉ ମାଲିକ ହବ, ସେମାନେ ପ୍ରଶ୍ନ କରିବେ ଯେ ଆପଣ ଯୋଉ ଯାତ୍ରା ଅନୁଷ୍ଠାନ କରିବାକୁ ଯାଉଛନ୍ତି, ଆପଣଙ୍କ ପାଖରେ ସଫିସିଏଣ୍ଟ କ୍ୟାପିଟାଲ ଅଛି ତ ଆପଣ କରିବେ, ବର୍ଷେ ତୁଲେଇବେ, ତାହେଲେ ଆପଣ ଯାତ୍ରା ମାଲିକ ମହାସଂଘରେ। ଖାଲି ଏଣ୍ଟରଟେନମେଣ୍ଟ ପାଇଁ ମୁଁ 15 ଦିନ ଯାତ୍ରା ଅନୁଷ୍ଠାନ, ସେମିତି ହେଇପାରିବନି। କଳାକାର ମାନେ ବୁଝୁନାହାନ୍ତି। ଯୋଉ କଳାକାର ମାନେ, କାଲି ମୁଁ ମଧ୍ୟ ସୋସିଆଲ ମିଡିଆରେ ଦେଖୁଥିଲି 150 ପରିବାରଙ୍କ ଦାନା ମାରି ଦିଆଗଲା। ଦାନା କେହି ମାରିନାହାନ୍ତି, ଦାନା ବଞ୍ଚେଇବା ପାଇଁ ଏ କାର୍ଯ୍ୟକ୍ରମ ହଉଛି, ଦାନାକୁ ବଞ୍ଚେଇବା ପାଇଁ ଏ କାର୍ଯ୍ୟକ୍ରମ ହଉଛି। କିନ୍ତୁ ସାର୍ ବର୍ତ୍ତମାନ ବିବାଦ ବିଷୟରେ କଥା ହେଲେ, ବର୍ତ୍ତମାନ ଆପଣଙ୍କର ପର୍ସନାଲ, ଆପଣଙ୍କ ଲାଇଫଷ୍ଟାଇଲ ବିଷୟରେ ଆମେ କିଛି କଥା ହେବା। ଆପଣ ସାର୍ ପେଶାରେ ଜଣେ ଶିକ୍ଷକତା କରନ୍ତି ଏବଂ ଆପଣଙ୍କର ନିଶା ହଉଛି ଯାତ୍ରା।
ଆପଣଙ୍କର ଯଦି କହିବା ଆପଣଙ୍କର ପରିବାରରୁ ଅନେକ ଗୁଡ଼ିଏ ମାଷ୍ଟର ମଧ୍ୟ ବାହାରିଛନ୍ତି ସ୍ୱର୍ଗତ ପୀତାମ୍ବର ମିଶ୍ରଙ୍କ କଥା କହିବା ସାର୍ ଆପଣ କେମିତି ଚିନ୍ତା କଲେ ମୁଁ ଯାତ୍ରା ଜଗତକୁ ଯିବି ଏବଂ ଯାତ୍ରାରେ କଳାକାର ହିସାବରେ ନୁହେଁ ଜଣେ ନିର୍ଦ୍ଦେଶକ ହିସାବରେ? କଥାଟି ହଉଛି ଏଇ ଯୋଉ କଥାଟି ଏଇଟା ମୋଠୁ ଆରମ୍ଭ ହେଇନି, ମୋ ବୁଢା ବାପାଙ୍କ ଠାରୁ ଆରମ୍ଭ ହୋଇଛି। ନାଟ୍ୟ କୃଷ୍ଣଚନ୍ଦ୍ର ମିଶ୍ର ସେ ଅନେକ ଗୁଡ଼ିଏ ନାଟକରେ ତାଙ୍କ ସମୟରେ କବିଚନ୍ଦ୍ର କୃଷ୍ଣ ପ୍ରସାଦ ବସୁଙ୍କ ସହିତ ତାଙ୍କର ବହୁତ ଦୋସ୍ତି ଥିଲା। ତାଙ୍କ ସହିତ ମିଶି ସେ ବହୁତ ନାଟକ ରଚନା, ନିର୍ଦ୍ଦେଶନା, ସଙ୍ଗୀତ, ଗୀତ, ନୃତ୍ୟ ସବୁ ସେତେବେଳେ ଜଣେ ଉସ୍ତାଦ ତାଙ୍କୁ କହୁଥିଲେ, ସେ କରୁଥିଲେ। ତାପରେ ଆମର ସମ୍ପର୍କୀୟ ବଡ ବାପା ନାଟ୍ୟ କଳାଭୂଷଣ ପୀତାମ୍ବର ମିଶ୍ର ଆସିଲେ। ତାଙ୍କ କଥା ବୁଢା ବାପାକୁ ବେଶୀ ଲୋକ ଚିହ୍ନି ନାହାନ୍ତି, ପୀତାମ୍ବର ମିଶ୍ରକୁ ବହୁତ ଲୋକ ଚିହ୍ନିଛନ୍ତି। ଆଉ ତାଙ୍କର ସେତେବେଳେ ସାହାଣୀ ଗଣନାଟ୍ୟରେ ଦୁଃଖିନୀ ଗୋବର ଗୋଟେ, କାଠ ଚୌକି, ନନସେନ୍ସ ଅଫ ଇଣ୍ଡିଆ ସବୁ ଗୁଡାଏ ନାଟକ ହେଇଥିଲା। ବହୁତ ଆଗ ଧାଡିର ନାଟକ ହେଇଥିଲା। ତାପରେ କେମିତି କଣ ପଶିଗଲି ମୁଁ ବି ଜାଣିପାରୁନି। ଲକ୍ଷ୍ୟ ଅଲଗା ଥିଲା। ବୋଧହୁଏ କୌଣସି ଆଶୀର୍ବାଦ ଥିଲା। ଧୀରେ ଧୀରେ ପଶିଗଲି ଆଉ କଣ। ସାର୍ ବର୍ତ୍ତମାନ ଆପଣ ଜଣେ ସଫଳ ନିର୍ଦ୍ଦେଶକ, ଅନେକ ଗୁଡ଼ିଏ ନାଟକ ମଧ୍ୟ ଭେଟି ଦେଇଛନ୍ତି। ଗୋଟିଏ ନାଟକ କରିବା ପାଇଁ ବର୍ଷ ତମାମ ଆପଣ କେତେ ସମୟ ଦିଅନ୍ତି? ବର୍ଷକ 365 ଦିନ ହେଲେ 365 ଦିନ ସମୟ ମୁଁ ନାଟକ ପାଇଁ 365 ଦିନ। ମୁଁ ନାଟକ ଛାଡ଼ିଦେଲେ ମୋର ଆଉ ଜୀବନରେ କିଛି ନାହିଁ। ମୁଁ ନାଟକରେ ବଞ୍ଚିଛି, ନାଟକରେ ମରିବି ଏବଂ ନାଟକ ମାଧ୍ୟମରେ କିଛି ସମାଜକୁ ସୁନ୍ଦର ସୁନ୍ଦର ବାର୍ତ୍ତା ଦେବି। ସମାଜ ଅସଜଡ଼ା ସମାଜକୁ ଯଦି ସଜାଡ଼ିବାରେ ମୋ ନାଟକ ସହାୟ ହେଲା, ନିଶ୍ଚିତ ମୁଁ ମୃତ୍ୟୁ ପରେ ଯୋଉଠି ଥିଲେ ବି ମୁଁ ଖୁସି ପାଇବି। ତେଣୁ ସମୟ ମୁଁ ତ ରାତି 4ଟାରେ ଶୁଏ ସବୁଦିନ, କାରଣ ନାଟକ ଯାତ୍ରା ସିଜିନ ସରିଗଲା ପରେ ଆହୁରି ମୋର ବ୍ୟକ୍ତିଗତ ସିଜିନ ଆରମ୍ଭ ହୁଏ। ମୋର ଗାଁ ଡ୍ରାମା ଅଛି, ଗାଁ ପିଲାମାନଙ୍କ ସହିତ ଅଛି, ଦୁନିଆ କଥା ଅଛି, ଏମିତି ଚାଲେ। ଯେତେବେଳେ ସାର୍ ଆପଣ ଗାଁରେ ମଧ୍ୟ ଡ୍ରାମା ମଧ୍ୟ କରନ୍ତି, ଆମେ ମଧ୍ୟ ଦେଖିଛୁ। ଯେତେବେଳେ ଆପଣ ଗାଁରେ ଡ୍ରାମା କରନ୍ତି, ଯାତ୍ରା ପାର୍ଟିରେ ଡ୍ରାମା କରନ୍ତି, କଣ ତାଙ୍କ ଭିତରେ ସାମଞ୍ଜସ୍ୟ କଣ ସବୁ ଥାଏ? କୋଉଟା ଇଜି ହୁଏ ଆପଣଙ୍କୁ କରିବା ପାଇଁ? ବହୁତ ଇଜି ହୁଏ ଯାତ୍ରା ପାର୍ଟିରେ ନାଟକ କରିବା, କାରଣ ସେଠି ସବୁ ସିଷ୍ଟମେଟିକ ଥାଏ। ଆପଣ ଏତିକି ସମୟ ସକାଳ 9ରୁ ଦିନ 1, ସନ୍ଧ୍ୟା 7ରୁ ରାତି 12ଟା ଆପଣ କମ୍ପଲସରି ରିହର୍ସାଲ କରିବେ। ଆପଣ 4 ଦିନ BGM ପାଇବେ, ଲାଇଟ୍ରେ ପାଇବେ, ସାଉଣ୍ଡ ପାଇବେ। କିନ୍ତୁ ଗାଁ ଡ୍ରାମାରେ ଆଜି ହିରୋ ଆସିନି, କାଲି କମେଡିଆନ ଯାଇଛି ବନ୍ଧୁ ଘର, ଏମିତି ହୁଏ। ଏବଂ ମ୍ୟୁଜିକ ଆସିବ ଠିକ ଯୋଉଦିନ ଯାତ୍ରା ଥବ ସେଇ ତା ପୂର୍ବ ଦିନ ସନ୍ଧ୍ୟା ବେଳୁ ଆପଣ 4-5ଟା ସିନ୍, 6-7ଟା ଖଣ୍ଡେ ସିନ୍ BGM କରିଥିବେ, ଆଉ ତାପରେ କରିପାରିବେନି। ଯାହା ସେଇଠି ବଜା, ସେଇଠି ଯେମିତି ବଜା, ଏମିତି ହୁଏ। ତେଣୁ ଇଜି ହବ ଯାତ୍ରା ଅନୁଷ୍ଠାନ, ଯେହେତୁ ଯାତ୍ରା ଅନୁଷ୍ଠାନ ସବୁ ସିଷ୍ଟମେଟିକ ଥାଏ। ସମସ୍ତେ ପ୍ରଫେସନାଲ କଳାକାର। ସମସ୍ତେ ପ୍ରଫେସନାଲ। ସେଇ ଆପଣଙ୍କ ଗାଁ ଡ୍ରାମାର କଳାକାରଙ୍କୁ ଆପଣ କେବେ ଯାତ୍ରା ପାର୍ଟିରେ ସୁଯୋଗ ଦେଇଛନ୍ତି? ଆମର ଭିଲିଆନ ଜ୍ଞାନ, ଅଭିରାମ, ଆମର ନିପୁନ ଚିନେରା, ହିରୋ ରାଧାନରେ ଗତ ବର୍ଷ ଥିଲେ, ଆଉ ଆମର ଅଶୋକ ସାହୁ ହଉଛି କମେଡିଆନ। କେବଳ ଗାଁରୁ ନୁହେଁ, ବାହାରୁ ବି ବହୁତ କଳାକାରଙ୍କୁ ସୁଯୋଗ। ମୁଁ କଣ ସୁଯୋଗ ଦେବା, ମୁଁ କଣ ଯାତ୍ରା ପାର୍ଟି ମାଲିକ? ସେ ସୁଯୋଗ ଠାକୁରଙ୍କ କଥା, କୋଉଠି କେତେବେଳେ କଣ ସୁଯୋଗ ଟିକେ ଆସିଲେ ସୁଯୋଗ ସେମାନେ ପାଆନ୍ତି। କଳାକାରଙ୍କ କଥା ହେଲା, କିନ୍ତୁ ସାର୍ ଅନେକ ସମୟରେ ଆମର ଭିଡିଓରେ କମେଣ୍ଟ ମଧ୍ୟ ଆସେ, ଅନେକ ଗୁଡ଼ିଏ ନୂଆ ଲେଖକ ମଧ୍ୟ ଆସୁଛନ୍ତି, ତାଙ୍କର ନାଟକ ମଧ୍ୟ ସେ ଲେଖିକି ରଖିଛନ୍ତି, କିନ୍ତୁ କେଉଁ ମାଧ୍ୟମରେ ସେ ଯାତ୍ରା ଇଣ୍ଡଷ୍ଟ୍ରିକୁ ତାଙ୍କର ଲେଖା ଦେବେ ସେ ପ୍ରୋସେସ ସେ ଜାଣିପାରନ୍ତିନି। କେମିତି ଆପଣ ତାଙ୍କୁ ପ୍ରୋସେସ ଟିକେ କହିବେ କି? ଶୁଣନ୍ତୁ,
ନୂଆ ନାଟ୍ୟକାର ଆସୁଛନ୍ତି, ମୋ ପାଖକୁ ବି ଆସୁଛନ୍ତି। ମୁଁ ଏଇ କଳିଙ୍ଗରେ ଜଣେ ନୂଆ ନାଟ୍ୟକାରକୁ ସୁଯୋଗ ଦେଇଛି, ହିମାଂଶୁ ଜେନା। ସଂଳାପ ଲେଖୁଛନ୍ତି ସେ ନାଟକର ରାଜଧାନୀ ରାଜା ଆଚାର୍ଯ୍ୟ। ଆଉ କଥାଟି ହଉଛି ଆମେ ଯାତ୍ରାପାର୍ଟି ମାଲିକ ନୁହଁ, ଆମେ ମାଷ୍ଟର୍ସ। ଧୈର୍ଯ୍ୟ ହଉଛି ସବୁଠୁ ବଡ କଥା। ମୋ ପାଖକୁ ଅନେକ ରାଇଟର ଆସିଛନ୍ତି, ସାର୍ ଏଇ ବର୍ଷ କରିଦିଅନ୍ତୁ, ଏଇ ବର୍ଷ ସମ୍ଭବ ନୁହଁ, ଅଲରେଡି ଗୋଟେ ବୁକିଂ ହେଇଯାଇଥାଏ। କିନ୍ତୁ ସାର୍ କେତେ ବର୍ଷ ପୂର୍ବରୁ ଆପଣଙ୍କୁ ବୁକିଂ କରାଯାଏ? ସେମିତି କହିହବନି, ମିନିମମ୍ ବର୍ଷ ପୂର୍ବରୁ ଆମେ ବୁକିଂ ହେଇଯାଉ। ଧରନ୍ତୁ ଏଇ ବର୍ଷ 2025-26ର ନାଟକ ସାରିଲୁ, ତା ଭିତରେ ବୁକିଂ ହେଇଯିବ 26-27। କଳାକାରଙ୍କ ମାନଙ୍କର ତ ଥାଏ ଆମର ଯେତେବେଳେ କ୍ୟାମ୍ପ ହୁଏ ଅନ୍ତିମ ସମୟରେ ତାଙ୍କର ବୁକିଂ କରାଯାଏ। ନାଇଁ ନାଇଁ ସେମିତି ନାହିଁ କିଛି। କଳାକାର ଯୋଉମାନେ ଆଗ ଧାଡ଼ିର କଳାକାର, ସେମାନେ ବର୍ଷେ 2 ବର୍ଷ 3 ବର୍ଷ ପୂର୍ବରୁ ବୁକ୍ ହଉଛୁ। ଆଉ ଧୀରେ 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 ବୁକିଂ ସିଷ୍ଟମ ବଦଳିଗଲାଣି। ସମସ୍ତେ ସିଓରିଟି ଚାହୁଁଛନ୍ତି। ଆଜି ଯୋଉ କଳାକାରକୁ ଗୋଟେ ଅନୁଷ୍ଠାନ ବୁକ୍ କରୁଛି, ସେ ତାର ସିଓରିଟି ଚାହୁଁଛି, ସିକ୍ୟୁରିଟି ଚାହୁଁଛି। ତେଣୁ ସମସ୍ତେ ଆଗୁଆ ବୁକ୍ କରୁଛନ୍ତି। ଆଉ ସେ ନାଟ୍ୟକାର କଥା କହିଲେ, ଯଦି ଧୈର୍ଯ୍ୟ ନଥିବ ତାହେଲେ ହେଇପାରିବନି। ଧୈର୍ଯ୍ୟ ହଉଛି ସଫଳତାର ଚାବିକାଠି। ଏଇ ଯୋଉ ପିଲାଟି ହିମାଂଶୁ ଜେନା ମୋର ଏ ନାଟକରେ ସଂଳାପ ଲେଖିଛି, ସେ ବୋଧେ 15 ବର୍ଷ ହବ ମତେ କହିଲେ ନାଟକ କରିବୁ, କିନ୍ତୁ 15 ବର୍ଷ ହେଲା ମୁଁ ତାକୁ ସୁଯୋଗ ଦେଇପାରୁନଥିଲି। ଏଇ ବର୍ଷ ସୁଯୋଗ ଦେଇଛି। ସାର୍ ବିଗତ ଦିନରେ ଆପଣମାନେ ଯେତେବେଳେ ନାଟକକୁ ରଚନା କରୁଥିଲେ କିମ୍ବା ନିର୍ଦ୍ଦେଶନା ଦଉଥିଲେ, ବର୍ତ୍ତମାନ ଯୋଉ ନିର୍ଦ୍ଦେଶନା ଦଉଛନ୍ତି, କଳାକାର ମଧ୍ୟ ଚେଞ୍ଜ ହେଇଛନ୍ତି, ମାଲିକ ମଧ୍ୟ ଚେଞ୍ଜ ହେଇଛନ୍ତି, ଆପଣଙ୍କୁ ସେଟା ସମାନ ଲାଗୁଛି ନା କିଛିଟା ପରିବର୍ତ୍ତନ ହେଲାଣି? ନା, ଆମ ଷ୍ଟାଇଲ ସମାନ। ଆମର କଣ ପରିବର୍ତ୍ତନ ହବ? ଆମେ ଇନ୍ ଟାଇମରେ ଯିବୁ, ଇନ୍ ଟାଇମରେ ଆସିବୁ, ଇନ୍ ଟାଇମରେ କାମ କରିବୁ, ବାସ୍ ଆମେ ତାକୁ ଫାଇନାଲ ଦବୁ, ଘରକୁ ଆସିବୁ। ଯେତେବେଳେ ସେ ନାଟକଟି ଲେଖା ଯାଉଛି, କଳାକାରଙ୍କୁ ଦେଖି ଲେଖା ଯାଉଛି ନା ଗୋଟେ ଷ୍ଟୋରିକୁ ନେଇ ନାଟକ ଲେଖା ଯାଉଛି? ଏବଂ ଯୋଉଟା କି କମ୍ପ୍ଲେନ କରିଥିଲେ ବର୍ତ୍ତମାନର ବିବାଦୀୟ ସଞ୍ଜୟ ଫଳ, ସେ ମଧ୍ୟ କମ୍ପ୍ଲେନ କରିଥିଲେ କି ମୋ ନାଁରେ ଆଉ ନାଟକ ଲେଖା ଯାଉନି। ତେଣୁକରି ଯେତେବେଳେ ଗୋଟେ ନାଟକକୁ ଲେଖା ଯାଉଛି, ତାକୁ ଗୋଟେ ରୂପ ଦିଆଯାଉଛି, କେମିତି ଆମେ ଦିଟା ଯାକ କରୁ। ବେଳେ ବେଳେ ନାଟକର ଗପକୁ ନେଇକି ଆମେ ଯାଉ, ସେଥିରେ ଯୋଉ କଳାକାର ଫିଟିଆନି। ବେଳେ ବେଳେ କଳାକାରଙ୍କୁ ନେଇକି ଯାଉ, ଏମିତି ହୁଏ। କିନ୍ତୁ ଚଳିତ ବର୍ଷ ଆମେ ନିଷ୍ପତ୍ତି କରିଛୁ, ଆମେ ଗପକୁ ନେଇକି ଯିବୁ, ସୁନ୍ଦର ସୁନ୍ଦର କାହାଣୀ ନବୁ। ତା ଭିତରେ ଯୋଉ କଳାକାର ବା ଯୋଉ ଚରିତ୍ର ଯାହାକୁ ଫିଟ୍ ହବ, ସେ ସେଇଟା କରିବ। ଆଉ ସେମିତି ହବ ନାହିଁ ଜଣକୁ ଜବରଦସ୍ତି ପ୍ରମୋଟ କରିବାକୁ ଯାଇ ଆଉ 2-3 ଜଣକୁ ଆପଣ ମାନେ ତଳେ ପକେଇଦେବେ, ସେମିତି ହବନି। ଅନେକ ଦିନରେ ସାର୍ କଳାକାରଙ୍କ ନାଁକୁ ମଧ୍ୟ ନେଇକି ନାଟକ ଲେଖା ଯାଉଥିଲା, ଏବଂ ଏବେ ଆଉ ସେମିତି ଚାଲିବ କି? ନା, ହବନି। ଆଉ କଳାକାରଙ୍କ ନାଁକୁ ନେଇକି ନାଟକ ଲେଖିବାର ପ୍ରଥମ ବ୍ୟକ୍ତି ହଉଛି ମୁଁ। ମୋର ନାଟ୍ୟକାର ଥିଲେ ଗଣେଶ ରାଉତ, ଦୈତାରୀ ପଣ୍ଡା ବାହା ହଉଛି, ସେଇଠୁ ଆରମ୍ଭ ହେଇଥିଲା। ତାପରେ ଆଉ ଗୋଟେ ଅନୁଷ୍ଠାନରେ ହେଇଥିଲା, ମୋର ନୁହଁ, ଆମର ଅଲଗା ଜଣେ ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକଙ୍କର ସଂଯୋଗ ଆସିବ ସଞ୍ଜୟ ବୋଳ, ଥିଲା ସୁବଧା ପଡିଗଲା ସୁରେଶ ପଣ୍ଡା। ତାପରେ ମୁଁ ପୁଣି କରିଥିଲି କହ ଗୌର ଦାସ କାହାର ଦୋଷ, ହେଲେ ଏତିକିରେ ବୋଧହୁଏ ବନ୍ଦ ହେଇଛି। ଆଉ ଗୋଟେ ଆମର ଦୀପକ କରିଥିଲା ନନ୍ଦୁ ସାରଙ୍କ ସହିତ, ଯେ କେତେ କାନ୍ଦିବୁରେ ଗୌର ଦାସ ହେଇଥିଲା। ଆଉ ପାଖାପାଖି ହବ ନାହିଁ ସେମିତି। ଜଣେ କଳାକାର ଆଗକୁ ଯିବାକୁ ହେଲେ ତା ପଛରେ କାହାର ହାତ ଥାଏ? ଦର୍ଶକଙ୍କର, ନା ଆପଣଙ୍କର ଲେଖନୀ ମୁନର, ନା ଆପଣଙ୍କର ଯୋଉ ନୂଆ ରୂପ ଦିଅନ୍ତି ନିର୍ଦ୍ଦେଶନା ତାର? ପ୍ରଥମ ହାତ ହଉଛି ତା ନିଜର। ପ୍ରଥମ ହାତଟା ହଉଛି ତା ନିଜର, ତାର ଫିଜିକ୍, ତାର ଭଏସ, ତାର ଗେଟଅପ୍, ତାର ଏଇଟା ହେଲା ପ୍ରଥମ କଥା। ତାପରେ ଜଣେ ନାଟ୍ୟକାରର କଲମ ମୁନ, ସିଏ ସେମିତି 2-4 ଧାଡି ଭଲ ଶବ୍ଦ ନ ଲେଖିଲେ ସେ ଆଗକୁ ଯାଇପାରିବନି। ତାପରେ ନିର୍ଦ୍ଦେଶକର ନିର୍ଦ୍ଦେଶନା ହେଲା କି, ତାପରେ ଏତକ ପାଇଲା ପରେ ସେ ଯିବ ଦର୍ଶକଙ୍କ ସାମ୍ନାକୁ, ଦର୍ଶକ ଗ୍ରହଣ କରିବେ। ତେଣୁ ଗୋଟେ କଳାକାର ସଫଳ କଳାକାର ହବା ପାଇଁ ହେଲେ ସମସ୍ତଙ୍କର ହାତ ଧରିବ, ଏବଂ ମାଲିକର ମଧ୍ୟ। ମାଲିକ ନ ଚାହିଁଲେ ତାକୁ କିଏ ସଫଳ କଳାକାର କରିବ? ମାଲିକଙ୍କର ମଧ୍ୟ। ମାଲିକ, ନାଟ୍ୟକାର, ନିର୍ଦ୍ଦେଶକ, ପିତା ମାତା, ଗୁରୁ ଗୁରୁଜନ ମାନଙ୍କର ଆଶୀର୍ବାଦ, ଦର୍ଶକ ମାନଙ୍କ ଭଲ ପାଇବା, ସମସ୍ତଙ୍କର ଆଶୀର୍ବାଦ ହେଲେ ଜଣେ ସଫଳ କଳାକାର ନିଶ୍ଚିତ। ପ୍ରତିବର୍ଷ ସାର୍ ଆପଣ ନୂଆ ନୂଆ ଷ୍ଟୋରି ଲେଖୁଛନ୍ତି,
ଏତେ ସବୁ ଷ୍ଟୋରି କୋଉଠୁ ପାଉଛନ୍ତି? ଯେତେବେଳେ ଆପଣ ଗୋଟେ ଖଟିରେ ବସୁଛନ୍ତି ଯେଉଁ ସବୁ କଥା ଆଲୋଚନା ହୁଏ ସେଇ ଆଲୋଚନାକୁ ନେଇ ଆପଣ ଷ୍ଟୋରି ଭାବନ୍ତି କି? ଷ୍ଟୋରି ସମାଜରୁ ଆସେ, ଯେହେତୁ ଆମେ ସାମାଜିକ ନାଟକ କରୁଛେ ଷ୍ଟୋରି ସମାଜରୁ ଆସେ। ବିଭିନ୍ନ ଚରିତ୍ରକୁ ନେଇକି ମଧ୍ୟ ଷ୍ଟୋରି କରାଯାଇପାରେ। ବଜାରରେ ବସୁଛନ୍ତି, ରାସ୍ତାରେ ଯାଉଛନ୍ତି, ବିଭିନ୍ନ ଚରିତ୍ରରେ ଯାଉଛନ୍ତି, ସମସ୍ତଙ୍କ କଥାକୁ ନେଇକି ମଧ୍ୟ ଷ୍ଟୋରି କରାଯାଇପାରେ। ତାପରେ କିଛି ସିନେମା ମଧ୍ୟ ଯୋଗାଏ, ଆଉ ସିରିଏଲ ମଧ୍ୟ କିଛି ଏମିତି ହେଇକିରି, ଆଉ କିଛି ସ୍ୱପ୍ନରେ ମଧ୍ୟ ଷ୍ଟୋରି କିଛି ଥାଏ, ସେ ଷ୍ଟୋରି ଆସିଯାଏ। ସାର୍ ବର୍ତ୍ତମାନ ଜଣେ ପ୍ରଯୋଜକ କହିଥିଲେ କି ମାଷ୍ଟର ମାନେ ଏତେ ଷ୍ଟୋରି ଆଣିବେ କୋଉଠୁ, ଧୀରେ ଧୀରେ ନାଟକକୁ କପି କରୁଛନ୍ତି, ଏଇଟା କେତେ ଦୂର ସତ? ଯେତେବେଳେ ଆପଣ ଗୋଟିଏ ନାଟକ କିମ୍ବା 5-6 ଗୋଟି ନାଟକକୁ ମିଶେଇ ଗୋଟେ ଗୋଟେ ନାଟକ କରିଦିଅନ୍ତି କି ଯେତେବେଳେ ଆପଣଙ୍କୁ ଟିକେ ଭିଡ଼ ପଡ଼ିଯାଏ? ନାଇଁ ନାଇଁ, ସେମିତି ହୁଏ, ସେମିତି ଆକ୍ଚୁଆଲି ହୁଏନି। କପି ଆମେ କାହାକୁ କହିବା? ଅନ୍ୟଠୁ ନକଲ କଲେ କପି, ନିଜ ଜିନିଷଟାକୁ ନିଜେ ଆଉ ଥରେ କରିବା ରିମେକ୍ କୁହାଯାଏ। କପିଟା ଆପଣ କରନ୍ତି କି? ହଁ, ଆମେ ନିହାତି କରୁ, କାହିଁ କରିବୁନି। ମୋର ଗୋଟେ ଭଲ ନାଟକଟିଏ ଗୋଟେ ପାର୍ଟିରେ ମୁଁ କରିଥିଲି, 2 ମାସ ପରେ ସେ ବନ୍ଦ ହେଇଗଲା ସେ ପାର୍ଟି। ଯେମିତିକି ସାର୍ ଗୋଟେ ଆମର ସୌମ୍ୟରଞ୍ଜନ ପଟ୍ଟନାୟକ ସାର୍ଙ୍କର ଗୋଟେ ଅନୁଷ୍ଠାନ ଥିଲା, ଆପଣ ମଧ୍ୟ ଗୋଟେ ଭଲ ନାଟକ ଦେଇଥିଲେ, ନାଟକ ନାଁ ହୁଏତ ମୋର ମନେ ପଡୁନି, ସେ ନାଟକ ଆପଣ ପୁନର୍ବାର କେଉଁ ଅନୁଷ୍ଠାନରେ ଦେଇଥିଲେ କି? ହଁ କରିଛି, ଗୋଟେ ନାଟକ କରିଥିଲି ଜାଦୁଗର। ଜାଦୁଗର ଗଣେଶ ରାଉତଙ୍କର ମୋର କରିଥିଲୁ, ମଞ୍ଜରୀ ମଞ୍ଚ ମଞ୍ଜରୀ ସମୁଦାୟ ସେ ନାଟକଟି 3 ରାତି ମଞ୍ଚସ୍ଥ ହେଇଛି, କାରଣ ତାଙ୍କର 3ଟି କ୍ୟାମ୍ପ ସେ କରିଥିଲେ ସେତେବେଳେ କୋଭିଡ ସମୟରେ। 3ଟା କ୍ୟାମ୍ପରୁ ଫାଷ୍ଟ 3 ରାତି ମଞ୍ଚସ୍ଥ ହେଲା ପରେ ସେ ନାଟକଟି ବନ୍ଦ ହେଇଗଲା, ସେ ଯାତ୍ରା ଅନୁଷ୍ଠାନ ବନ୍ଦ ହେଇଗଲା। ଗୋଟେ ଚମତ୍କାର ନାଟକ ହେଇଥିଲା, ଦର୍ଶକ ସେଇ 3 ରାତିରେ ବହୁତ ଭଲ ପାଇବା ଦେଇଥିଲେ। ନିଜେ ତାର ପ୍ରଯୋଜକ ସୌମ୍ୟ ପଟ୍ଟନାୟକ ସେ ମଧ୍ୟ ବସିକିରି ନାଟକକୁ 5 ଘଣ୍ଟାର ନାଟକ ହଲି ନାହାନ୍ତି, ବସିକିରି ଦେଖିଛନ୍ତି। ସେ ନାଟକ ଚମତ୍କାର ନାଟକ ହେଇଛି, ତାଙ୍କର ନିଜର ପାର୍ଟିରେ ହେଇଥିଲା। ତାପରେ ଯେତେବେଳେ ସେ ନାଟକଟା ସିଏ ତ ଶୁଣନ୍ତୁ, ଆମେ ଆଜ୍ଞା ପଇସା ଲୋଭି ନୁହଁ, ନାଟ୍ୟକାର ନିର୍ଦ୍ଦେଶକ ମାନେ ନାଟକ ଲୋଭି। ନାଟକର ଭୋକ ତାଙ୍କ ଭିତରେ ଥାଏ, ମୋ ନାଟକ କେମିତି ମୁଁ ବେଷ୍ଟ ଦେବି, ହଁ ମୁଁ କେମିତି ବେଷ୍ଟ ଦେବି, ଏଇ ପ୍ରକାର ସମସ୍ତଙ୍କ ଭିତରେ। ତା ଭିତରେ ବି ଫ୍ଲପ୍ ହୁଏ, ତା ଭିତରେ ବି ହିଟ୍ ହୁଏ, ତା ଭିତରେ ଆଭରେଜ ଚାଲେ, କିନ୍ତୁ ସମସ୍ତେ ସବୁ ନାଟ୍ୟକାର ସବୁ ନିର୍ଦ୍ଦେଶକ ଭାବିଥାନ୍ତି ମୋ ନାଟକଟା ନିଶ୍ଚିତ ଭାବରେ ଭଲ, ଖରାପ କରିବାକୁ ଚାହାନ୍ତିନି। ତେଣୁ ସେ ନାଟକକୁ ମୁଁ ମଧ୍ୟ ରିମେକ୍ କରିଥିଲି, ବଦଳେଇକି କରିଥିଲି। କଣ ସାର୍ ସେ ନାଟକ ନାଁ ଆପଣ ଦେଇଥିଲେ? ସେ ନାଟକ ନାଁ ଦେଇଥିଲି ଗୁମୁରି ଗୁମୁରି କାହାଣୀ କାଦେ। କୋଉ ଅନୁଷ୍ଠାନରେ ଥିଲା? ସେଇଟା ଥିଲା ସୂର୍ଯ୍ୟ ମନ୍ଦିରରେ ଥିଲା। ସେ ନାଟକ କେତେ ସଫଳ ହେଲା? ବହୁତ ସଫଳ ହେଲା। ଖଣ୍ଡଗିରିରେ ଆପଣ ହେଇଛି ଯେ ସେ ନାଟକ ଭଲ ଚାଲିଥିଲା, ବହୁତ ଭଲ ସଫଳତା ଲାଭ କରିଥିଲା ସେ ନାଟକ। ସମୁଦାୟ ଦର୍ଶକ ଦେଖିଲେ 3 ରାତି ଦେଖିଥିଲେ ମଞ୍ଚରେ। କିନ୍ତୁ ସାର୍ ପରବର୍ତ୍ତୀ ମୁହୂର୍ତ୍ତରେ ସୌମ୍ୟରଞ୍ଜନ ପଟ୍ଟନାୟକ ଯିଏ ରହିଥିଲେ ମଞ୍ଚ ମଞ୍ଚର ପ୍ରଯୋଜକ, ସେ ଆପଣଙ୍କୁ ଅଭିଯୋଗ କରିଥିଲେ କି? ସେ ତ ପାର୍ଟି ବନ୍ଦ କରିଦେଲେ, ଅଭିଯୋଗ କାହିଁକି? କିନ୍ତୁ ସାର୍ ବର୍ତ୍ତମାନ ଚଳିତ ବର୍ଷ ଯୋଉ ନାଟକ ଥିଲା ହାଇଦର, ପିୟୁଷ ଯାତ୍ରା ଛାଡ଼ିଦେଲେ ଏବଂ ଅନେକ କଳାକାର ସୂର୍ଯ୍ୟ ମନ୍ଦିର ଯେଉଁମାନେ ସେ ନାଟକ ଭିତରେ ଥିଲେ ସେମାନେ ମଧ୍ୟ ପାର୍ଟି ଛାଡ଼ିଛନ୍ତି। ସେ ନାଟକ ଆଉ ପର ବର୍ଷ ଚାଲିବ ନା ବନ୍ଦ ହେଇଯିବ? ଏତେ ବଡ ନାଟକ, ଏତେ ଦର୍ଶକଙ୍କର ଭଲ ପାଇବା ରହିଥିଲା। ସେଇଟା ପ୍ରଯୋଜକ ଆଉ ତାଙ୍କର ମୁଖ୍ୟ ପରିଚାଳକ ନିଷ୍ପତ୍ତି ନେବେ, ମୁଁ କହିପାରିବି ନାହିଁ। ଏଇଠି ବେଳେ ବେଳେ ଭାରି ଦୁଃଖ ଲାଗେ। ନିହାତି ଏଇ ଜିନିଷ ଗୁଡା ଭାରି, ଗୋଟେ ସର୍ବଶ୍ରେଷ୍ଠ ସୃଷ୍ଟି, ଆପଣ ଗୋଟେ ବଢିଆ ସୁନ୍ଦର ମନ୍ଦିର କରିଛନ୍ତି, ରାତି ପାହିଲା ବେଳକୁ ସେ ମନ୍ଦିରଟା ଭାଙ୍ଗି ଯାଉଛି, ନିଶ୍ଚିତ କଷ୍ଟ ହବ ଆଜ୍ଞା। ଆପଣଙ୍କର ହାତ ତିଆରିର ମନ୍ଦିର। ହଁ ନିହାତି ମୋର ଗୋଟେ ସୁନ୍ଦର ନାଟକ, ଏବଂ ସେଥିପାଇଁ ମୋ ନାଟ୍ୟକାର ମୋର ଯୋଉ ପରିଶ୍ରମ କରୁଛି, ମାତ୍ର 7 ଦିନରେ ସେ ନାଟକ କରିଛୁ, ମାତ୍ର 7 ଦିନରେ ମାନେ ରାତି 7 ଦିନ ଯାକ ମୁଁ ଶୋଇନି କି ଦୀପକ ଶୋଇନି। ସେଇଠି ଲେଖା ହଉଥିଲା, ସେଠି ଚେଞ୍ଜ ଚାଞ୍ଜ ହେଇକିରି, ମାନେ ହଠାତ୍ ଗୋଟେ ଆସିଲା କମ୍ପ୍ଲେନ ଆସିଲା, ଯୋଉଟା ଚେଞ୍ଜ ଚାଞ୍ଜ କରିବାକୁ ବାଧ୍ୟ, ଚେଞ୍ଜ ଚାଞ୍ଜ ପୂର୍ବରୁ ପୁରା ନାଟକ ଚେଞ୍ଜ ହେଇଗଲା। ଏବଂ ବିଗତ ଦିନରେ ବର୍ତ୍ତମାନ ମଧ୍ୟ ସଫଳ ରୂପ ନେଇଗଲା। ସେତେବେଳେ କେତେ ଖୁସି ଲାଗିଲା। ସାର୍ କୋଉ ଦିନ ଆପଣଙ୍କୁ ଫୋନ ଆସିଲା କି ଆପଣଙ୍କର ନାଟକ ହାଇଦର ବର୍ତ୍ତମାନ ସୂର୍ଯ୍ୟ ମନ୍ଦିରର ସବୁଠାରୁ ଭାଇରାଲ ନାଟକ? ମୁଁ ଯୋଉଦିନ ଫାଇନାଲ କରିଥିଲି ତାର ବେଡାଗାଡିଆ ଗାଁରେ, ସେଦିନ ମୁଁ ଯାତ୍ରା ଜଗତରେ ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖିଥିଲି। 5000ରୁ ଉର୍ଦ୍ଧ୍ୱ ଦର୍ଶକ ସେଠି ଉପସ୍ଥିତ ଥିଲେ। ଜନ୍ମରୁ ସେ ମଧ୍ୟ ହାଇଲାଇଟ୍ ହେଇଥିଲା। ପିମ୍ପୁଡ଼ି ଗଳିବା ପାଇଁ ଜାଗା ନଥିଲା, ଜନ୍ମ ପୂର୍ବରୁ ସେ ହାଇଲାଇଟ୍,
ଭାବୁଛନ୍ତି କି ସାର୍ ଗୋଟେ ନାଟକକୁ ସୋସିଆଲ ମିଡିଆ ଦ୍ୱାରା ହାଇଲାଇଟ୍ କରିବା ଦ୍ୱାରା ନାଟକ ମଧ୍ୟ ହାଇଲାଇଟ୍ ହେଇଯାଉଛି? କିଛି ନାହିଁ, ସେମିତି କିଛି ନାହିଁ। କିନ୍ତୁ ସାର୍ କିଛି ପ୍ରଯୋଜକ ଅଛନ୍ତି, କିଛି ନିର୍ଦ୍ଦେଶକ ଅଛନ୍ତି ସୋସିଆଲ ମିଡିଆ ଦ୍ୱାରା ନିଜ ନାଟକ ହାଇଲାଇଟ୍ କରୁଛନ୍ତି। ଶୁଣନ୍ତୁ, ଯେତେବେଳେ ଆମେ ନାଟକଟିଏ କରିବାକୁ ଯାଉଛେ ସବୁ ଅନୁଷ୍ଠାନରେ ପୂଜା ହୁଏ। ଜାଣିଛ, ନାଟକ ପୂଜା, ଆଖଡ଼ା ପୂଜା, ଆଖଡ଼ା ପୂଜା, ତାପରେ ନାଟକ ପୂଜା। ନାଟକକୁ ବିଧିବଦ୍ଧ ଭାବରେ ପୂଜା କରାଯାଏ। ସବୁ ନାଟକ କଣ ହିଟ୍ ହୁଏ? କେବେ ନୁହେଁ। ତାହେଲେ ହିଟ୍ କିଏ ହୁଏ? ଯୋଉ ନାଟକର କାହାଣୀ ଭଲ ଥାଏ। ମତେ ଜଣେ ଥରେ କହିଥିଲେ, ଜଣେ ପ୍ରଯୋଜକ, ଯେ ଏ ନାଟକର କଳାକାର ମାନେ ବହୁତ ଖେପୁଛନ୍ତି ବୋଲି ନାଟକଟା ଭଲ ହେଇଛି। ମୁଁ ତାକୁ ପ୍ରଶ୍ନ କରିଥିଲି, ଆର ନାଟକ ଆପଣଙ୍କ ଆଉ 3ଟି ନାଟକ ଅଛି, ସେଥିରେ କାହିଁ କଳାକାର ମାନେ ଫଟୁ ନାହିଁ? ବାସ୍ ହେଲା। ସବୁଠାରୁ ବଡ କଥା ହେଲା କାହାଣୀ ସର୍ବସ୍ୱ। କାହାଣୀଟା ଯଦି ନାଟକର ଶ୍ରେଷ୍ଠ, ତାହେଲେ ଏବଂ କଳାକାର ମାନଙ୍କର ଭୂମିକା ରହିଛି, ସେମାନେ ପ୍ରେଜେଣ୍ଟ କରିବେ ଦର୍ଶକ, ସେମାନେ ମଧ୍ୟ ସେମିତି ଏଫର୍ଟ ଦବା ଦରକାର, ତାହେଲେ ନାଟକଟି ଭଲ ହବ। ତେଣୁ ସେ ଯୋଉ କଥା ସୋସିଆଲ ମିଡିଆରେ ପ୍ରଚାର କରିଦେଲେ ନାଟକ ହିଟ୍ ହେଇଯିବ, ସେମିତି ହିଟ୍ ହବନି। ଯୋଉ କଥା ମୁଁ ଆପଣଙ୍କୁ କହିଲି, ସବୁ ନାଟକ ପୂଜା ହଉଛି, ସବୁ କଣ ହିଟ୍ ହଉଛି? ତା ଭିତରେ ଫ୍ଲପ୍ ହଉଛି, ତା ଭିତରେ ବନ୍ଦ ହଉଛି, ଚାଲୁନି, ଏମିତି ବି ହଉଛି। ତେଣୁ ବିନା ସୋସିଆଲ ମିଡିଆରେ ଅନେକ ଯାତ୍ରା ଅନୁଷ୍ଠାନ ଅଛନ୍ତି, ସେମାନେ ସୋସିଆଲ ମିଡିଆକୁ ଯାଉନାହାନ୍ତି। ଶିବାନୀ, କୋଣାର୍କ, ଯଥା ସ୍ୱର୍ଣ୍ଣମହଲ, ଏମାନେ ଯାଉନାହାନ୍ତି ସୋସିଆଲ ମିଡିଆରେ, ପ୍ରଚାର ତାଙ୍କ ନାହିଁ। ତଥାପି ତାଙ୍କ ନାଟକ ସ୍ୱାମୀ ପାଇଁ ପଛେ ନର୍କକୁ ଯିବି ନାଟକ, ଦର୍ଶକ ତାକୁ ସଫଳତା ଦେବେ। ସେ ଯୋଉ ବମ୍ପର ହିଟ୍ ହେଲା, ତାକୁ ସଫଳତା ଦେଲେ। ସେ ତ ପ୍ରଥମେ ମାସେ 1.5 ମାସ ଶେଷ ରାତିରେ ଚାଲୁଥିଲା, ବୋଧେ ଶେଷ ରାତିରେ ଚାଲୁଥିଲା ପ୍ରଥମ 2 ମାସ। ତାପରେ ସେ ଗୋଟେ, ମୁଁ ଜାଣିନି ସେ ଜାଗା କଦଳୀଗଡ଼ କୋଉଠି ଅଛି, ସେଇଠାରୁ ଆରମ୍ଭ ହେଲା ତାର ଭାଇରାଲ ଯୁଗ। ତା ସମୟ ସେତିକି ବେଳକୁ ଆସେ। ପ୍ରଥମ ମୁଁ ସବୁବେଳେ ମୋର ଗୋଟେ ମଟୋ, ଯାହା ହେଇଛି ଭଲ ହେଇଛି, ଯାହା ହଉଛି ଭଲ ହଉଛି, ଯାହା ହବ ଭଲ ହବ, ଗୀତା ସାର୍ କଥାକୁ ମୁଁ ମାନିକି ଚାଲେ। ତେଣୁ ମୁଁ ଭାବିନେଲି ଯେ ସେ ଯୋଉ ପ୍ରଥମ 2 ମାସ ଚାଲିଲା ନାହିଁ, ଶେଷ ରାତିରେ ଚାଲିଲା, ବୋଧେ ତା ଭାଗ୍ୟ ସେତିକି ପର୍ଯ୍ୟନ୍ତ ଥିଲା, ସେଇ ପର୍ଯ୍ୟନ୍ତ ତାର ଶନି ଦଶା ଥିଲା। ତାପରେ ତାର ନବମରେ ବୃହସ୍ପତି ଆସିଲା 2 ମାସ ପରେ, ଯାହା ସଫଳତା ସାଉଣ୍ଡ। ସାର୍, ଆମେ ଅନେକ ଗୁଡ଼ିଏ ଅନୁଷ୍ଠାନରେ ଆପଣ ମଧ୍ୟ କାମ କରିସାରିଛନ୍ତି, କିନ୍ତୁ ଆମେ ଦେଖିବାକୁ ପାଉଛୁ ପ୍ରତିବର୍ଷ ଆପଣ ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟରେ ଯାହା ହେଲେ ବି ନାଟକ ଗୋଟିଏ ଦେବେ। କଣ ତାଙ୍କର ଆପଣଙ୍କର ସମ୍ପର୍କ ରହିଛି କୋଣାର୍କ ଗଣନାଟ୍ୟ ସହିତ, ନା କୋଣାର୍କ ଗଣନାଟ୍ୟ କଳାକାରଙ୍କ ସହିତ? ନାଇଁ, ସେମିତି କିଛି ନାହିଁ। ମୁଁ ପ୍ରଥମେ ଯେତେବେଳେ ଆରମ୍ଭ କଲି କୋଣାର୍କ ଗଣନାଟ୍ୟ, ଦୈତାରୀ ପଣ୍ଡା ବାହା ହଉଛି ନାଟକ, ତା ପର ବର୍ଷ କରିଥିଲି ମଣିଷ ଦେଖିଲେ ଡର ଲାଗୁଛି, ତା ପର ବର୍ଷ ଗ୍ୟାପ୍ ଥିଲା, ତା ପର ବର୍ଷ କରିଥିଲି ବଦନାମ ହେଲି ତୋର ପାଇଁ, ତା ପର ବର୍ଷ ଗ୍ୟାପ୍, ତା ପର ବର୍ଷ ହେଲା ଆଖି ବୁଝାକୁ ଲୁହ ବୁଝା। ଆଖି ବୁଝାକୁ ଲୁହ ବୁଝା ପରେ କରୋନା ହେଲା, ତାପରେ କଲି କିଏ ପୋଛିଦବ ଆଖିର ଲୁହ, କିଏ ପୋଛିଦବ ଆଖିର ଲୁହ ପରେ ଗ୍ୟାପ୍, ଗ୍ୟାପ୍ ପରେ ସେଇ ଗୋଟିଏ ଭୁଲ ପାଇଁ ଏଇ 2 ବର୍ଷ ହେଲା ମୁଁ କଣ୍ଟିନ୍ୟୁ କରୁଛି। ଏଇ 2 ବର୍ଷ ସେମିତି କିଛି ନାହିଁ। ସମ୍ମାନୀୟ ପ୍ରଯୋଜକ ଭାରତ ଭୂଷଣ ଦେଓଙ୍କର ଭଲ ପାଇବା, ବାସ୍, ଆଉ କିଛି। ଅନେକ ତ ସାର୍ ଆଜି ଆମେ କଥା ହେଲେ, ଶେଷରେ ଆପଣଙ୍କୁ ଯୋଉମାନେ ଆପଣଙ୍କର ପ୍ରେଜେଣ୍ଟେସନକୁ ଯୋଉମାନେ ଦେଖିବେ ଯାତ୍ରା କଳାକାର, ତାଙ୍କୁ ଆପଣ ଚଳିତ ବର୍ଷ ପାଇଁ କଣ ମେସେଜ ଦେବେ? ଚଳିତ ବର୍ଷ ପାଇଁ ଏତିକି କହିବି ଯେ ଏଇ ବର୍ଷ ଯାତ୍ରାକୁ ନେଇ ଅନେକ ଗୁଡ଼ିଏ ବିବାଦ ତିଆରି ହେଲା, ସୃଷ୍ଟି ହେଲା। ଯାତ୍ରାକୁ ଆପଣମାନେ ବହୁତ ଗାଳି କଲେ, ଆପଣ ଆଉ ଗାଳି କରନ୍ତୁନି। ସବୁ ସମୟକୁ ଅପେକ୍ଷା କରନ୍ତୁ, ସବୁ ଠିକ ହେଇଯିବ। ଏବଂ ଯାତ୍ରାକୁ ଯେମିତି ଭଲ ପାଉଥିଲେ ସେମିତି ଭଲ ପାଆନ୍ତୁ, ଯାତ୍ରା ଦେଖନ୍ତୁ, ମନୋରଞ୍ଜନ କରନ୍ତୁ ଏବଂ ଯାତ୍ରା ନାଟକରୁ କିଛି ଶିଖିବା ଆରମ୍ଭ କରନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ। ସାର୍, ଯେତେବେଳେ ଆପଣ ଜଣେ ନିର୍ଦ୍ଦେଶକ ହେଲେ, ତା ପୂର୍ବରୁ ନିହାତି ଆପଣ ଜଣେ କଳାକାର ଥିବେ। ମୁଁ ଗାଁ ନାମ ବହୁତ କରିଛି, ମୋ ଗାଁର ମୁଁ ବେଷ୍ଟ ହିରୋ। ସେ ହିରୋରେ ଆଜି ଆପଣ ନିର୍ଦ୍ଦେଶକ, କେଉଁ ଭୂମିକା କରିବା ପାଇଁ ଆପଣଙ୍କୁ ବେଶୀ ଭଲ ଲାଗେ? ମୁଁ ହିରୋ କରିଛି, ଭିଲିଆନ କରିଛି, ବାସ୍ ନେଗେଟିଭ କ୍ୟାରେକ୍ଟର କରିଛି, ଟ୍ରାଜେଡି ହିରୋ କରିଛି, ଅନେକ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ଲାଭ କରିଛି। ମୋ ଗୁରୁମାନଙ୍କ ଆଶୀର୍ବାଦ, ମୋ ଗୁରୁ ଇଞ୍ଜିନିୟର ଶକ୍ତି ପ୍ରସାଦ ସାହୁ ଗାଁର। ଆଉ ଭଲ ଲାଗେ, କଳାକାର ନ ହେଇଥିଲେ ମୋ ଭିତରେ ସେ କଳାଟା ବୋଧେ ନଥାନ୍ତା।
କଳାକାର ହବା, ତାପରେ ଶିକ୍ଷା ଲାଭ କରିବା ମୋ ଗୁରୁ ଆଶୁତୋଷ ମହାପାତ୍ରଙ୍କ ଠାରୁ। ତାପରେ କେମିତି ସାର୍ ଆଶୁ ସାର୍ଙ୍କ ସହିତ ଆପଣଙ୍କର ପରିଚିତ କେମିତି ହେଲା? ସେ ଗୋଟେ ଅପୂର୍ବ ସଂଯୋଗ, ସେ ଗୋଟେ ଅପୂର୍ବ ସଂଯୋଗ, କହିଲେ ବହୁତ ସମୟ ଲାଗିବ, ସେ ତ ଆମେ ଆଉ ଗୋଟେ ଏପିସୋଡ କରିପାରିବା। ଆଉ ଗୋଟେ ହେଇପାରେ, କିନ୍ତୁ ଏତିକି କହିବି ଭଗବାନଙ୍କ ନିର୍ଦ୍ଦେଶ ଯେ ମୁଁ ଯେତେବେଳେ ଗୁରୁ ଖୋଜୁଥିଲି, ମୋ ଗୁରୁ କିଏ, କାହାକୁ ମୁଁ ଗୁରୁ କରିବି, କାହାକୁ ମୁଁ ଗୁରୁ କରିବି, ଏମିତି ପରିସ୍ଥିତିରେ ବୁଲୁ ବୁଲୁ ହଠାତ୍ ମୁଁ ଖବର ପାଇଲି ଯେ ଆଶୁତୋଷ ମହାପାତ୍ର ଜଣେ ଅଛନ୍ତି ଯାହାଙ୍କ ପାଖରେ ମୁଁ ଶିକ୍ଷା ଲାଭ କଲେ ଭଲ ହବ, ଏବଂ ତାଙ୍କ ପାଖରେ ପହଞ୍ଚିଥିଲି। ସିଏ ବି ବିନା ଦ୍ୱିଧାରେ ମତେ କୋଳେଇ ନେଇଥିଲେ, ତାଙ୍କରି ଆଶୀର୍ବାଦରୁ ଆଜି ପର୍ଯ୍ୟନ୍ତ ଚାଲିଛି। ଯେତେବେଳେ ସାର୍ ଆପଣ କଳାକାର ଥିଲେ, ଅନେକ ଗୁଡ଼ିଏ ଆପଣ ସେଇ ସମୟରେ ଅଭିନୟ କରିଛନ୍ତି, ସେ ଆପଣଙ୍କର ନିଜ ଲେଖାର ଗୋଟେ ଡାଇଲଗ ଆପଣ ଦର୍ଶକ ମାନଙ୍କୁ ଶୁଣେଇବେ କି? ନା, ମୁଁ ଆଗରୁ ଯୋଉ ଗାଁ ଡ୍ରାମା କରୁଥିଲି, ସେ ଅନନ୍ତ ସାରଙ୍କର ହଉ ବା କିଶୋର ସାରଙ୍କର ହଉ, ଚିକେଶ ଷଡ଼ଙ୍ଗୀ ସାରଙ୍କର ହଉ ବା ଗଣେଶ ସାରଙ୍କ ହଉ, ନାଟକ କରୁଥିଲି, ସେ ଡାଇଲଗକୁ ମୋର ମନେ ନାହିଁ, କାରଣ ଆପଣଙ୍କ ନିଜ ନିର୍ଦ୍ଦେଶନାରେ ଆପଣ ନାଟକ କରିଛନ୍ତି? ହଁ, ମୋ ନିର୍ଦ୍ଦେଶନାରେ ମୁଁ ନାଟକ କରିଛି, କିନ୍ତୁ ସେ ଡାଇଲଗ ମୋର ମନେ ନାହିଁ। ଏବେକାର ନାଟକ ଯୋଉ ଚାଲିଛି, ସ୍ୱାମୀ ପାଇଁ ପଛେ ନଟକୁ ଯିବି, ତାର ଗୋଟେ ଡାଇଲଗ ମୁଁ କହିଦଉଛି। ଡାଇଲଗ କହିବି ନବଘୋଷର କଥା, ଆଉ ଗୋଟେ ସୁବାସର କଥା କହିବି, ହିରୋ ଡାଇଲଗ କହିବି। ମୁଁ ତାଙ୍କଠୁ ଭଲ କହିପାରିବିନି, ସେମାନେ ଯୋଉ ସଫଳତା ସାଉଁଟୁଛନ୍ତି ସେତିକି ମୁଁ କହିପାରିବି। ତଥାପି କହୁଛି, ପ୍ରଥମେ ନବ ଡାଇଲଗ ଟା କହୁଛି, ଯୋଉଥିପାଇଁ ସେ ମାଡ଼ ଖାଇଛି, ସେଇ ଡାଇଲଗ। କିନ୍ତୁ ସାର୍ ସେ ଡାଇଲଗ ଯଦି ଆପଣ କହୁଛନ୍ତି, ଆପଣଙ୍କୁ ପୁଣି ବିବାଦକୁ ଯିବେନି ତ? ନା, ଠିକ ନାହିଁ, ଦର୍ଶକ ଜାଣିଛନ୍ତି ଆମେ ବିବାଦୀୟ ଲୋକ ନୁହଁ, ଖାଲି ବିବାଦୀକୁ କିଛି ଆଣୁଛନ୍ତି, କିନ୍ତୁ ସେ ନୁହଁ। अमेरिका नाम कुर्सी द्याला, लवली नाम पूरी, बंदूक नहीं हाथ में धरता हूँ पूरी, हम बोलते हैं अल्लाह अल्लाह, तुम बोलते हो जगन्नाथ हरि। এটা ଗୋଟେ ଡାଇଲଗ ତାଙ୍କର ଥିଲା, ତାଙ୍କର କମନ ଡାଇଲଗ। ଆଉ ଗୋଟେ ସେଇ ନାଟକରେ ଗୋଟେ ସିନ୍ ଥିଲା, ଯୋଉ ସମୟରେ ସୁଭାଷ ବେହେରାଙ୍କୁ ବା ଯୋଉ ଆମର ଯୋଉ ଚରିତ୍ର ନାଁଟା ମନେ ପଡୁନି କଣ ସେ ଚରିତ୍ର ନାଁଟା, ତାଙ୍କୁ ମୁସଲମାନ ମାନେ ଯୋଉ ଜବରଦସ୍ତ ଗୋ ମାଂସ କହୁଛନ୍ତି, ତାପରେ ସେ ଯୋଉ କହୁଛନ୍ତି ଯେ ତତେ ଆମେ ଏଠି ମୌଲବୀ ରଖୁ, ସେ ନବ କହୁଛି ତତେ ହିନ୍ଦୁରୁ ମୁସଲମାନ କରିଦେଲି, ତତେ ମୌଲବୀ ରଖିବି, ତୋରି ହାତରେ ତ ଜଗନ୍ନାଥଙ୍କୁ ଏଇଠି ସମାଧି ଦେବି। ହସୁଛି ସୁବାସ ହସିକି ଡାଇଲଗ ଟା କହୁଛି। କେବେ ଲାଜକୁଳି ଲତା ଦେଖିଛ? ଲାଜକୁଳି ଲତାକୁ ଛୁଇଁ ଦେଲେ ସେ ଝାଉଁଳି ଯାଏ। ଛୁଇଁ ଦେଇଥିବା ଲୋକଟା ଭାବେ ଲାଜକୁଳି ଲତାଟା ବୋଧେ ମରିଗଲା, ହେଲେ କିଛି ସମୟ ପରେ ସେ ତାର ପତ୍ର ବେଲେ ପୁଣି ହସି, ତା ଦେହରେ ତା ମରିବା ତା ବଞ୍ଚିବାର କଳା ମୋ ଜଗନ୍ନାଥ ତାକୁ ଦେଇଛି, ଆରେ ତମେ କଣ ତାକୁ ସମାଧି ଦବ? ଗୋଟେ ଡାଇଲଗ ତ ଆପଣ ମାନେ ସାର୍ଙ୍କଠୁ ଡାଇଲଗ ମଧ୍ୟ ଶୁଣିଲେ, ସାର୍ଙ୍କ ସହିତ ଅନେକ ମଧ୍ୟ ଆମେ କଥା ହେଲେ। ଯଦି ଆପଣ ମାନେ ସାର୍ଙ୍କଠୁ ଆଉ କିଛି ଜାଣିବାକୁ ଚାହୁଁଛନ୍ତି, ଆଉ ଗୋଟେ ଆମେ ମଧ୍ୟ ସାର୍ଙ୍କ ସହିତ ଏପିସୋଡ କରିବୁ, ଯଦି ଆପଣ ମାନଙ୍କର ସେଇପରି ଭଲ ପାଇବା ମିଳେ। ଯଦି ସାର୍ଙ୍କୁ ଆପଣ କିଛି କ୍ୱେଶ୍ଚିନ୍ କରିବାକୁ ଚାହୁଁଛନ୍ତି, ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ସେ କମେଣ୍ଟକୁ ପଢି ଆମେ ସାର୍ଙ୍କ ସହିତ ଯୋଗାଯୋଗ କରି ଆଉ ଗୋଟେ ନୂଆ ଏପିସୋଡ ମଧ୍ୟ କରିବୁ। ଏହିପରି ଭିଡ଼ିଓ ଆକୁ ଦେଖିବାକୁ ଚାହୁଁଥିଲେ ରୁଦ୍ରାଣୀ ପୂବ ନ୍ୟୁଜ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ହୃଦୟରୁ ଗୋଟେ ଲାଇକ୍ ନିଶ୍ଚୟ କରିବେ। ପୁଣି ଦେଖାବା ଆଉ ଗୋଟେ ନୂଆ ଭିଡ଼ିଓରେ, ସେଥି ପର୍ଯ୍ୟନ୍ତ ଆପଣ ଆମକୁ ବିଦାୟ ଦିଅନ୍ତୁ। ରହିଲୁ, ଜୟ ଜଗନ୍ନାଥ, ଜୟ ମା ରୁଦ୍ରାଣୀ। ନମସ୍କାର।